ତ ଆମର କେତେ ଜଣ ଜଏନ୍ କରିଗଲେଣି? 8 ଜଣ ଜଏନ୍ କରିଗଲେଣି ନାଇଁ? 7:30 ଆମେ ଷ୍ଟାର୍ଟ କରିଦେବା ସାର୍। କେତେବେଳେ ଆରମ୍ଭ କରିବା? 7:30 ନା 7:35? 7:30 ଆରମ୍ଭ କରିବା। ଠିକ ଅଛି। ଆଜି ଯୋଉମାନେ ଅଛନ୍ତି ସେମାନେ ଶନିବାର ଦିନ ଥିଲେ କି? ନାଇଁ ସାର୍, ଏଠି ସାର୍ ନୂଆ ନୂଆ ପିଲା ଆସିବେ ସମସ୍ତେ, ଆଚ୍ଛା ମାନେ ଅଲଗା ସବୁ ଗ୍ରୁପ ରେ ମୁଁ ସେୟାର ଆଚ୍ଛା କରିଛି। ଆଚ୍ଛା ତ ସମସ୍ତେ ଆଚ୍ଛା ମାନେ ଆମ ଟ୍ରେନିଂ ବାହାର ପିଲା ବି ଜଏନ୍ କରିବେ ସବୁ। ଆଚ୍ଛା ଆଚ୍ଛା ଠିକ ଠିକ। ଆପଣ ମାନେ ଯୋଉମାନେ ଅଛନ୍ତି ଅବିକା ସେସନ ରେ, ଆପଣ ଜାଣିଛନ୍ତି ଆଜିର କଣ ଟପିକ, କୋଉ ଜିନିଷ ଡିସ୍କସ କରିବା? ସୁବ୍ରତ ବାବୁ କୁହନ୍ତୁ। ସାର୍ ନମସ୍କାର। ନମସ୍କାର ଆଜ୍ଞା। କୁହନ୍ତୁ ଆଜି କୋଉ ବିଷୟରେ ଚର୍ଚ୍ଚା କରିବା? ଆଜି ସାର୍ କାଲି ଆକ୍ଚୁଆଲି ମିସ୍ ହେଇଗଲା, ମୁଁ ନଥିଲି ଟିକେ ସୁଧଘର କାମରେ ଥିଲି, ମୁଁ ଆଉ କାଲି ଜଏନ୍ ହେଇପାରିନଥିଲି, ଆଜି ତ ଆସିଲି। ଆପଣ ଆଚ୍ଛା ସାର୍ ଲିଙ୍କ ଯେତେବେଳେ ସେୟାର କରାଗଲା, ଲିଙ୍କ ତଳେ ସାର୍ ମୁଁ ଲେଖିଛି ଆଜିର ଟପିକ କଣ ସାର୍ ପଢା ହବ ବୋଲି ଲିଙ୍କରେ ଲେଖିଛି। Sir, ଦେଖିଛନ୍ତି ସେଇଟା? open interest Excel series. ହଁ, ଓପନ ଇଣ୍ଟରେଷ୍ଟ ମାନେ ଏଟା ଅପସନ ଚେନ୍। ଆଜ୍ଞା ଅପସନ ଏଟା ଗୋଟେ କଷ୍ଟମାଇଜ ଅପସନ ଚେନ୍, ଆଉ ସେଥିରେ ଆଜ୍ଞା ତାକୁ କେମିତି ଜଣେ ବ୍ୟବହାର କରିକି ଟ୍ରେଡ କରିପାରିବ ସେଇ କଥା। ଆଜ୍ଞା ସାର୍ ନମସ୍କାର ସାର୍। ନମସ୍କାର ଆଜ୍ଞା, ନମସ୍କାର। ଆଜ୍ଞା ତ୍ରିଲୋଚନ ବାବୁ, ଆଜ୍ଞା ସାର୍। 7:30 ହେଇଗଲାଣି, ତ ଆମେ ଆରମ୍ଭ କରିବା କି? ଆଜ୍ଞା ସାର୍ ଆରମ୍ଭ କରିବା। ଠିକ ଅଛି। ଆଚ୍ଛା, ଗୁଡ ଇଭିନିଂ। ଆଜି ଆମେ ଡିସ୍କସ କରିବା ଗୋଟେ କଷ୍ଟମାଇଜ ଅପସନ ଚେନ୍ ବିଷୟରେ। ତ ଅପସନ ଚେନ୍ ର ୟୁଟିଲିଟି ଅଛି ଅପସନ ଟ୍ରେଡ କରିବା ପାଇଁକା। ଆପଣ ନିଫ୍ଟି, ବ୍ୟାଙ୍କ ନିଫ୍ଟି, ମିଡ କ୍ୟାପ ନିଫ୍ଟି, ଫିନ୍ ନିଫ୍ଟି ଯୋଉଥିରେ ବି କରୁଥିବେ, ସେଥିରେ ଅପସନ ଚେନ୍ କୁ ବ୍ୟବହାର କରିକି ବହୁତ ଇଫେକ୍ଟିଭଲି ଟ୍ରେଡ କରାଯାଇ ପାରିବ। ଯଦି ଆପଣ ଦେଖିବେ ଯେ ନର୍ମାଲି ଯୋଉ ଅପସନ ଚେନ୍ ଆପଣ ଦେଖନ୍ତି ଯୋଉଟା ଏନଏସସି ଦିଏ, ସେଇଟା ଏମିତି ଦେଖାଯାଏ। এটা ଏମିତି ଦେଖାଯାଏ ଅପସନ ଚେନ୍ ଟା। ଏଥିରେ କଣ ଥାଏ? ଆପଣ ଓଆଇ, ଚେଞ୍ଜ ଇନ୍ ଓଆଇ, ଭଲ୍ୟୁମ, ଇମ୍ପ୍ଲାଇଡ ଭୋଲାଟିଲିଟି, ଲାଷ୍ଟ ଟ୍ରେଡେଡ ପ୍ରାଇସ୍, କେତେ ଚେଞ୍ଜ ହେଲା ପ୍ରାଇସ୍, ବିଟ୍ କ୍ୱାଣ୍ଟିଟି, ବିଟ୍ ପ୍ରାଇସ୍, ଆସ୍କ କ୍ୱାଣ୍ଟିଟି, ଆସ୍କ ପ୍ରାଇସ୍ କଲ୍ ସାଇଡ୍ ରେ ଏକ୍ସାକ୍ଟଲି ସେଇଆ ଥାଏ ପୁଟ୍ ସାଇଡ୍ ରେ। କିନ୍ତୁ ଏନଏସସି ତାର ବ୍ୟାକ୍ ଏଣ୍ଡ ରେ ବହୁତ ପ୍ରକାର ଡାଟା ଦିଏ, ଯେତିକି ଦେଖଉଛି ତାଠୁ ବହୁତ ଅଧିକା ଡାଟା ଦିଏ। କିନ୍ତୁ ଯଦି ଆପଣ ବିଭିନ୍ନ ଜାଗାକୁ ଯାଇ ଦେଖିବେ, ଧରି ନିଅନ୍ତୁ ମୁଁ ଆଲିସ୍ ଖୋଲୁଛି, ଆଲିସ୍ ରେ ଆଜ୍ଞା ଗୁଡ ଇଭିନିଂ, ଗୁଡ ଇଭିନିଂ। ଆଲିସ୍ ରେ ମୁଁ ଦେଖି ତାର ଗୋଟେ କୋଉଠି ଗୋଟେ ଅପସନ ଚେନ୍ ଅଛି, ମୁଁ ଦେଖିଥିଲି, ଏଠି ତ ନାହିଁ। ଲେଟ୍ ମି ସି। ୱାନଲି ସାର୍ ଅଛି, ୱାନଲି। ଭିତରେ ଆଜ୍ଞା ହଁ, option change। ଏଠି ଅଛି ଅପସନ ଚେନ୍। ଇଏ ତାର ଅପସନ ଚେନ୍ ରେ କଣ ଦଉଛି? ଭଲ୍ୟୁମ ଦଉଛି, ଚେଞ୍ଜ ଇନ୍ ଓପନ ଇଣ୍ଟରେଷ୍ଟ ଦଉଛି, ଓପନ ଇଣ୍ଟରେଷ୍ଟ ଦଉଛି, ଏଲଟିପି ଚେଞ୍ଜ, ଏଲଟିପି, ଷ୍ଟ୍ରାଇକ ପ୍ରାଇସ୍, ଆଇଭି। ଆଚ୍ଛା, ଆଇଭି ଟା ଦେଇଦେଲା କେବଳ କାହାର ମୁଁ ଜାଣିପାରୁନି, କାରଣ ଦିଟା କଲ୍ ଆଉ ପୁଟ୍ ର ଅଲଗା ଅଲଗା ଆଇଭି ଥାଏ, ଏଠି ଗୋଟେ ଆଇଭି ସେ ଦେଇ ଦଉଛି। ସେମିତି ଯଦି ଆପଣ ଦେଖିବେ, ଧରି ନିଅନ୍ତୁ ମୁଁ ଖୋଲୁଛି ଧନ, ଧନରେ ମାନଙ୍କନ୍ତୁ ମୁଁ ଦେଖୁଛି ବ୍ୟାଙ୍କ ନିଫ୍ଟିର ଅପସନ ଚେନ୍। ଏଥିରେ ଯେ ଗାମା ଡେଲ୍ଟା, କାରଣ ମୁଁ ନେଇଛି ଏଠି କିଛି ଦେଖିବା ପାଇଁକା, ଗାମା ଡେଲ୍ଟା ନେଇଛି, ଓଆଇ, ଚେଞ୍ଜ ଇନ୍ ଓଆଇ, ଭଲ୍ୟୁମ, ଆଇଭି, ଏଲଟିପି, କଲ୍ ଆଉଟ୍ ପୁଟ୍ ଦଉଛି। ଏଗୁଟା ହଉଛି ଷ୍ଟାଣ୍ଡାର୍ଡାଇଜ୍ଡ ଅପସନ ଚେନ୍ସ। କିନ୍ତୁ ଜଣେ ଯଦି ଅପସନ ଚେନ୍ କୁ ଦେଖିକିରି ଇଫେକ୍ଟିଭ ଟ୍ରେଡ କରିବାକୁ ଚାହିଁବ, ୟାଠୁ ଯଥେଷ୍ଟ ଅଧିକା ଇନଫର୍ମେସନ ଦରକାର ପଡେ। ସେଥିପାଇଁକା ମୁଁ ଗୋଟେ ଅପସନ ଚେନ୍ ତିଆରି କରିଛି, ଯୋଉଟା କି କଷ୍ଟମାଇଜ୍ଡ। ଗୋଟିଏ ଏକ୍ସେଲ ଫାଇଲରେ ବ୍ୟାଙ୍କ ନିଫ୍ଟି ଅଛି, ନିଫ୍ଟି ଅଛି, ମିଡ କ୍ୟାପ ନିଫ୍ଟି ଅଛି, ଆଉ ଫିନ୍ ନିଫ୍ଟି ଅଛି। ଆଜି ଆମେ ଏଆଡି ବିଷୟରେ ଚର୍ଚ୍ଚା କରିବା ଯେ ଆକୁ କେମିତି ବ୍ୟବହାର କରିକିରି ଇଫେକ୍ଟିଭଲି ଟ୍ରେଡ କରାଯାଇ ପାରିବ। ଆମେ ଆରମ୍ଭ କରିବା ବ୍ୟାଙ୍କ ନିଫ୍ଟି। ଏଠି କଣ ହଉଛି, ଆମେ ପ୍ରତିଦିନ ଯେତେବେଳେ ଆମେ ଟ୍ରେଡ କରୁଛେ, ଆମକୁ ଜାଣିବା ଦରକାର ଯେ ଆମର ଆଜିର ଏଇ ସମୟର ସପୋର୍ଟ ଆଉ ରେଜିଷ୍ଟାନ୍ସ କଣ। ସେଟା ଜଣା ପଡିବ କେମିତି? ଚେଞ୍ଜ ଇନ୍ ଓଆଇ ରୁ। ଯୋଉ କଲ୍ ସାଇଡ୍ ରେ ଯୋଉଟା ସବୁଠୁ ଅଧିକା ଚେଞ୍ଜ ଇନ୍ ଓଆଇ ଥିବ, ଯୋଉମାନେ ମୋ କ୍ଲାସ ଆଟେଣ୍ଡ କରିଛନ୍ତି ସେମାନେ ଜାଣିଥିବେ, ସେଇଟା ହବ ସେଇ ଦିନର ରେଜିଷ୍ଟାନ୍ସ। ଆଉ ପୁଟ୍ ସାଇଡ୍ ରେ ସବୁଠୁ ଅଧିକା ଚେଞ୍ଜ ଇନ୍ ଓଆଇ ଯୋଉଠି ଥିବ,
ସେଇଟା ହବ ଇଣ୍ଟ୍ରାଡେ ପାଇଁକା ସପୋର୍ଟ। ତ ସେଇଟା ଏଇଠି ଦେଖେଇ ଦଉଛି ଯେ 53,100 ଯୋଉଟା ୟେଲୋ ଅଛି ସେଇଟା ହେଇଗଲା ଆମର ଆଟ୍ ଦି ମନି, ଆଉ 53,500 ଦେଖଉଛି ଟିକେ ବ୍ରାଇଟ୍ ୟେଲୋ ବା ଫ୍ଲୋରୋସେଣ୍ଟ ଗ୍ରୀନ ରେ ସେଇଟା ହେଇଗଲା ଆମର ଇଣ୍ଟ୍ରାଡେ ସପୋର୍ଟ। ସେମିତି ଆମର ରେଜିଷ୍ଟାନ୍ସ ଦେଖେଇବ। ତାହେଲେ ଆମେ ଏଇଠୁ ସିଧା ଅପସନ ଚେନ୍ ଜାଣିପାରିବା କ୍ୟାଲକୁଲେଟ ନ କରିକିରି ଯେ କୋଉଟା ସପୋର୍ଟ ରେଜିଷ୍ଟାନ୍ସ। ତା ଛଡା ଏଠି R1 R2 R3 ଆସିଯାଉଛି, ମାନେ ରେଜିଷ୍ଟାନ୍ସ 1 ରେଜିଷ୍ଟାନ୍ସ 2 ରେଜିଷ୍ଟାନ୍ସ 3 ସପୋର୍ଟ 1 ସପୋର୍ଟ 2 ସପୋର୍ଟ 3। ଠିକ ଅଛି। ତାପରେ ଆମେ କଣ ଦେଖିବା, ଧରି ନିଅନ୍ତୁ ଆମେ ଚାହୁଁଛେ ଯେ ମୋ ପାଖରେ ଅଛି 25,000 ଟଙ୍କା ମୁଁ ଟ୍ରେଡ କରିବା ପାଇଁ, ଗୋଟେ ଷ୍ଟ୍ରାଇକ୍ ପ୍ରାଇସ୍ ମୁଁ କିଣିବାକୁ ଚାହୁଁଛି, କେତେଟା ଲଟ୍ କିଣିବି, କେମିତି କ୍ୟାଲକୁଲେଟ କରିବି, ନିଜେ କ୍ୟାଲକୁଲେଟ କରିବାକୁ ପଡିବ। ସେ ସବୁ ଅଟୋମେଟିକ କ୍ୟାଲକୁଲେଟ କରିବା ପାଇଁ ଏଠି ରଖା ହେଇଛି। ତା ଛଡା ଯୋଉ ଆପଣ ସାଧାରଣ ଭାବରେ ଅପସନ ଚେନ୍ ଦେଖୁଛନ୍ତି ଇଣ୍ଟରନେଟରେ ଥିବ ବା ଏକ୍ସେଲ ରେ ଫ୍ରି ବି ମିଳୁଛି, ସେଥିରେ ଆପଣ କଣ ପାଇବେ, ଯୋଉ କରେଣ୍ଟ ଏକ୍ସପାୟରି ଡେଟ୍ ସେଇ ଡେଟ୍ ରେ ଆପଣ ଅପସନ ଚେନ୍ ପାଇବେ। ଏଠି ମୁଁ କଣ କରିଛି, ଯେତେଟା ଏକ୍ସପାୟରି ଡେଟ୍ ଅଛି ଏନ୍ଏସସି ର ସାଇଟ୍ ରେ ତାର ଆମେ ଅପସନ ଚେନ୍ ଦେଖିପାରିବା। ଧରି ନିଅନ୍ତୁ ମୁଁ 9 ଅକ୍ଟୋବର ଦେଖୁଛି, ଏଇଟା କିନ୍ତୁ ବ୍ୟାଙ୍କ ନିଫ୍ଟି ଅଛି 1 ଅକ୍ଟୋବର ଅପସନ ଚେନ୍, ସେ ବଦଳିଯିବ। ସପୋଜ ମୁଁ ଚାହୁଁଛି ନାଇଁ 16 ଅକ୍ଟୋବର ଦେଖିବି, ତ 16 ଅକ୍ଟୋବର ଅପସନ ଚେନ୍ ଆସିଯିବ। ବା ସେମିତିଆ ନିଫ୍ଟିର ନେକ୍ସଟ ଏକ୍ସପାୟରି ହଉଛି 3 ଅକ୍ଟୋବର, ଯେତେଟା ଏକ୍ସପାୟରି ଡେଟ୍ ଅଛି ସବୁଥର ମୁଁ ଅପସନ ଚେନ୍ ଦେଖିପାରିବି। ଏଇଟା ସେମିତିଆ କଷ୍ଟମାଇଜ କରାଯାଇଛି। ହ୍ୟାଲୋ, କିଏ କଣ କହୁଥିଲେ କି? ନାଇଁ ସାର୍, ଯିଏ ନୂଆ ମାନେ ଫାଷ୍ଟ ଜଏନ୍ କରୁଛନ୍ତି ତାଙ୍କ ଅଡିଓଟା ଅନ୍ ଅଛି, ତାଙ୍କ ବ୍ୟାକଗ୍ରାଉଣ୍ଡ ନଏଜ୍ ଆଚ୍ଛା ଆସିବ। ଆଚ୍ଛା 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 ଆଚ୍ଛା। ଏଠି ଦେଖନ୍ତୁ, ଏଠି ଅଟୋମେଟିକାଲି ଆସିଯାଉଛି, ଏଠି କିଛି ଲଜିକ ଲେଖା ରଖା ହେଇଛି, ଯୋଉଟାକୁ ଆଜିକାଲି ସମସ୍ତେ ଯୋଉ ବି ଜିନିଷ ହଉ ତାକୁ ଏଆଇ କହିଦଉଛନ୍ତି। ଏଆଇ ନୁହେଁ, ଏଆଇ ବହୁତ ଅଲଗା ଜିନିଷ। କିନ୍ତୁ ଇଏ ଅପସନ ଚେନ୍ ଅଟୋମେଟିକାଲି କହିଦବ କୋଉ କଲ୍ କିଣିବେ ବା କୋଉ ପୁଟ୍ କିଣିବେ। ମୁଁ ଦେଖୁଛି 16 ଅକ୍ଟୋବର ସେ କହୁଛି 22,600 ର କଲ୍ କିଣ, 22,600 ମଧ୍ୟ ପୁଟ୍ କିଣିପାରିବ। କିନ୍ତୁ ଯେମିତି 9 ତାରିଖ ଆସିବି ଏ ଚାଲିଯିବ। ଯଦି କୌଣସି କଲ୍ ପୁଟ୍ କିଣିବାକୁ ଥିବ, ସେ ଏଇଠି ଡିସପ୍ଲେ କରିଦବ ଯେ ନିଫ୍ଟିର କଣ କିଣିବେ, ଏଣ୍ଡ ଲେଖା ହେଇଛି ନିଫ୍ଟି, ନିଫ୍ଟିର କଲ୍ ବା ପୁଟ୍, ବ୍ୟାଙ୍କ ନିଫ୍ଟିର କଲ୍ ବା ପୁଟ୍, ସେ ସେଇଠି ନିଜେ ଅଟୋମେଟିକାଲି ଆଣିକି ଦେଖେଇଦବ ଯେ କଣ କିଣିବାକୁ ଚାହୁଁଛନ୍ତି ବୋଲି, ମାନେ କଣଟା କିଣିବା ଉଚିତ ଚାହୁଁଛନ୍ତି ନୁହେଁ, କଣଟା କିଣିବା ଉଚିତ। ମୁଁ ଟିକେ ରିଫ୍ରେଶ କରିଦିଏ, ଲେଟେଷ୍ଟ ଡେଟା ଆମର 3:30 ବେଳର ଡାଟା ଆସିବ। ଇଟ୍ ମାଇଟ୍ ଟେକ୍ ଏ ମିନିଟ୍ ଅର୍ ଟୁ। ଦେଖନ୍ତୁ, ଏଟା ମୁଁ କ୍ୟାନସଲ କରୁଛି। ଏଇଟାକୁ ଯେତେବେଳେ ଆମ ଡେଟାଟା ଲାଇଭ ଡେଟା ଆସିବ ଏନ୍ଏସସି ରୁ, ଯେତେବେଳେ ଆପଣ ଚାହିଁବେ ଆଣିବା ପାଇଁକା ଆପଣ କଣ କରିବେ, ପଳେଇଯିବେ ଡେଟା, ଡେଟାରେ ଯାଇକିରି ରିଫ୍ରେଶ ଅଲ୍ କରିଦେଲେ ସେ ମନକୁ ମନ ଡେଟା ଆଣିକି ଦେଇଦେବ। ଏଟା ଯଦି ମାର୍କେଟ ଚାଲିଥିଲା ବେଳେ ଏଇ ଡାୟଲଗ ବକ୍ସ ଆସିବନି, ମନକୁ ମନ ହେଇଯିବ। ଯେତେବେଳେ ମାର୍କେଟ ବନ୍ଦ ଥିବ, ଛୁଟି ଦିନ ଥିବ, ଶନିବାର ରବିବାର ଥିବ, ମାର୍କେଟ ଆଉ ପରେ କନେକ୍ଟ କରିବାକୁ ପଡିବ କିଛି କିଛି 2-4 ଥର, ଯେତେଟା ଅପସନ ଚେନ୍ ସେତେଟା ଅପସନ ଚେନ୍ ପାଇଁକା ସେ ମାଗିବ। ବୋଧେ ଆମର ଲେଟେଷ୍ଟ ଅପଡେଟ ହେଇଗଲା। ଏଠି ଗୋଟେ କାଉଣ୍ଟର ମୁଁ ରଖିଛି ଯୋଉଟା କହୁଛି ଯେ ଲାଷ୍ଟ କେତେବେଳେ ଅପଡେଟ ହେଇଛି। 19:36, 7:36 ଲାଷ୍ଟ ଅପଡେଟ ହେଇଛି। ଆମେ ଏଠି ଉପରୁ ବୁଝିବା କଣ କଣ ଅଛି। ବର୍ତ୍ତମାନ ଏଠି ମୁଁ ଆପଣଙ୍କୁ ବୁଝେଇଥିଲି ପିସିଆର କଣ, ପୁଟ୍ କଲ୍ ରେସିଓ। ୱିକଲି ପିସିଆର କୁ 0.70, ତା ଅର୍ଥ କଣ? market bearish ଅଛି। ହଁ, ସୋ ପିସିଆର ଅର୍ଥ ପୁଟ୍ କଲ୍ ରେସିଓ, ୱିକଲି ଅର୍ଥାତ ଅପସନ ମାନେ ଟୋଟାଲ ଯୋଉ ଆପଣଙ୍କର ଓପନ ଇଣ୍ଟରେଷ୍ଟ ଅଛି, କଲ୍ ର ମାନେ ପୁଟ୍ ର ଓପନ ଇଣ୍ଟରେଷ୍ଟ ଡିଭାଇଡେଡ ବାଇ କଲ୍ ର ଓପନ ଇଣ୍ଟରେଷ୍ଟ ହଉଛି 0.70। ତା ଅର୍ଥ କଲ୍ ଓପନ ଇଣ୍ଟରେଷ୍ଟ ଅଧିକା ଅଛି, ପୁଟ୍ ର କମ ଅଛି, ସେଥିପାଇଁ ଏଟା ବିୟରିଶ ଅଛି। ତାପରେ ଇଣ୍ଟ୍ରାଡେ ରେ ଏଟା ବିୟରିଶ ଅଛି, ୱିକଲି ବିୟରିଶ ଅଛି। ୟାକୁ ଜାଣିବା ପାଇଁକା ମଧ୍ୟ ଏଠି ବିଭିନ୍ନ କଣ୍ଡିସନ ମୁଁ କ୍ରିଏଟ କରିଛି, ଯୋଉଟା କି ମୋର ନିଜର କ୍ରିଏସନ, ଏଥିରେ କୌଣସି ଟେକ୍ସଟ ବୁକ୍ ର ଜିନିଷ ନାହିଁ। ଯୋଉଥିରେ କି ଯଦି 4ଟା ଜିନିଷ ମାନେ ଇଣ୍ଟ୍ରାଡେ ରେ ବିୟରିଶ ଥିବ, ପ୍ରାଇସ୍ ଚେଞ୍ଜ ବିୟରିଶ ଥିବ, ବାଇ ସେଲ୍ ବିୟରିଶ ଥିବ, ତାହେଲେ ସେଠି ଦେଖିବ ବିୟରିଶ ଅଛି। ଇଏ କଣ ସାହାଯ୍ୟ କରିବ, ଯଦି ଆପଣ ଚାହୁଁଛନ୍ତି କଲ୍ କିଣିବା ପାଇଁକା, ତାହେଲେ କିଣିବେ ନାହିଁ, ତା ଅର୍ଥ ନୁହେଁ ଯେ ପୁଟ୍ କିଣିବେ, କିନ୍ତୁ କଲ୍ କିଣିବେ ନାହିଁ ବୋଲି ଏଇ ଟ୍ରେଣ୍ଡଟା ଦେଖେଇଦବ ଇଣ୍ଟ୍ରାଡେ ରେ। ଦ୍ୱିତୀୟ କଥା କଣ, ଯେମିତି ଏଟା ଉପର ସେକ୍ସନଟା ହଉଛି ବ୍ୟାଙ୍କ ନିଫ୍ଟି, ତଳ ସେକ୍ସନ ହଉଛି ନିଫ୍ଟି। ଯଦି ବ୍ୟାଙ୍କ ନିଫ୍ଟିଟା ଇଣ୍ଟ୍ରାଡେ ରେ ବିୟରିଶ ଅଛି ଆଉ ନିଫ୍ଟି ଇଣ୍ଟ୍ରାଡେ ରେ ବିୟରିଶ ଅଛି, ତାହେଲେ ଆପଣ ସେଫଲି ଗୋଟେ ପୁଟ୍ କିଣିବା ପାଇଁ ପ୍ଲାନ୍ କରିପାରିବେ। କିନ୍ତୁ ଯଦି ଗୋଟେ ବିୟରିଶ ଗୋଟେ ବୁଲିଶ ଅଛି, ତା ଅର୍ଥ ଆପଣ ଆଦୌ ଟ୍ରେଡ କରିବେ ନାହିଁ।
ये हूँ बेसिक प्रिंसिपल ऑफ डाओ थ्योरी। डाओ थ्योरी जो 6टा जो प्रिंसिपल अच्छे गोटे प्रिंसिपल हूँ जे मेजर इंडाइसेस शुड अलाइन विथ इच अदर। जदि दीटा आमर एनएससी रे दीटा मेजर इंडेक्स रहला निफ्टी बैंक निफ्टी दीटा जदि अलाइन रहिबे खाली से डायरेक्शन करिया उचित। जदि गोटाए पुलिस गोटाए बिरिस बिल्कुल ट्रेड करिबेनी जेपर्यंत दीटा अलाइन हेई नांती। जदि सारा दिन अलाइन हेलेनी छाड़ी दियंतु किछि असुविधा नै। जबरदस्ती ट्रेड करबार आवश्यकता नै। काहेकि ना से चेष्टा करिवो दि जण जाको अलाइन करिया पेका। तो धरनियंतु आपण देखछन्ति बैंक निफ्टी बुलिश अछि और निफ्टी बिरिस अछि। आपण बैंक निफ्टी रे नेगले कॉल तापरे से अलाइन करिया पेका ये पुणी हेगला बिरिस ताले आपण लॉस हे जिवो। सो डाउ थ्योरी को रेस्पेक्ट करी दीटा जाको इंडेक्स एके डायरेक्शन थिले आपण ट्रेड करिया पेका प्रिपेयर हेबे। ठीक अछि। इंट्राडे खेल देखिबे जदि पोजीशन नोचन जे आज किनिबे 4 दिन पे रखिबे ताले वीकली दीटा का अलाइन हवा दरकार तो से अनुसार करिबे। एटा निफ्टी रो एक्सपायरी एटी बैंक निफ्टी रो एक्सपायरी अछि C2 और DF2 रे एथरे हमर ड्रॉप डाउन अछि आपण जो एक्सपायरी डेट रो बाछिबे से देखि परिबे। एटा काहे कि रखा जाय छै जे जो दिन एक्सपायरी थाए जो दिन एक्सपायरी थाए से दिन नॉर्मली 11:30 12टा परे नेक्स्ट ईयर एक्सपायरी रो स्ट्राइक देखिया कथा कारण से दिन सिग्निफिकेंट थीटा डिके हबो से पे जदि हम किनुचे ताले सेही एक्सपायरी रो किनिबा उचित नुहे। तेणु एटा को आपण चूज करि परिबे नेक्स्ट एक्सपायरी रो। किंतु जदि धरन एटा रखि देले से 9 तारिख को पळे आसला माने 1 तारिख तो एक्सपायरी ता थिला आमे पळेले 9 तारिख एक्सपायरी को 1 अक्टोबर अच्छा अच्छा आसंता कारण पर दिन छुट्टी अछि बोले 1 तारिख खाली बैंक निफ्टी एक्सपायरी राइट। तो धरन आपण छाड़ देले जेतेबेले से पळेइ जिवो 3 तारिख को एठी जदि 1 तारिख रहला ताले किछ आसीबनी कारण 1 तारिख एक्सपायर तो पळेलानी ताले कोन हबो एथिरे एम्ति कंडीशन को रखा हैछि जदि आपण गोटे चूज करे छाड़ी दैचंती से एक्सपायरी डेट आसे चली गला ताले ऑटोमेटिकली आपण चेंज न कले मध्य जोटा करंट एक्सपायरी सेटा से नै आसीबो करंट एक्सपायरी देखै दबो। किंतु जदि आपण नेक्स्ट एक्सपायरी देखौ चाहिबे ताले देखि परिबे। नेक्स्ट एक्सपायरी देखुचंती त पुराना पुनी करंट एक्सपायरी देखौ चाहउचंती ताले आपण ड्रॉप डाउन जाके चूज करि परिबे। ये ए निफ्टी रे मध्य सैया जोटा आपण जदि आगर एक्सपायरी देखिले और से एक्सपायरी तापर चेंज करलेनी डेट आसी गला नेक्स्ट एक्सपायर तापर टॉपिक पळेला ताले मन को मन करंट एक्सपायरी डेटा अंतरे आसीबो। अच्छा एठी हम देखंतो 1 अक्टोबर एक्सपायरी रे बैंक निफ्टी ट्रिगर करछि 53500 रो पुट किनिया पेगा आसीबा जे काहे की किंतु 53500 रो पुट किनिया पे कहछि हम आसीबा जे केमिति डिटरमाइन करछि। तापर एठी देखंतो राइट साइड रे हम ऊपर गोटे गोटे लाइन देख चलिबा एठी देखछि BNF 3:9 निफ्टी 9:40 अर्थात हमर बैंक निफ्टी रे टोटल 12टा स्टॉक अछि सेते मु एडवांस डिक्लाइन देखिया चाहूछि माने 12टा स्टॉक रु 3टा बैंकिंग स्टॉक पॉजिटिव रे अछि 9टा अछि नेगेटिव रे ता अर्थ यदि एडवांस कम और डिक्लाइन अधिक अछि ता अर्थ बियरिश अछि। सो गोटे गोटे जिंस निजको कंफर्म कर चलतिबो एठी आसला बियरिश एठी आसला इंट्राडे पीसीआर 0.07 एठी आसला बैंक निफ्टी एडवांस डिक्लाइन 3.3:9 ता अर्थ हमें श्योर जे हमको जल्दी किनिबा को छै केवल पुट किनिबा को छै त जदि बिक्री करबा छै केवल कॉल बिक्री करबा को छै एठी हमर कॉल किनिबा को नाही किंबा पुट बिक्री करबा नाही। सो एठी हमें एडवांस डिक्लाइन देख 3:9 एंड 9:40 त निफ्टी मध्ये बेरिश अछि। तापर आसबा नेक्स्ट रो रे एठी कोन अछि डिस्काउंट बा प्रीमियम डिस्काउंट प्रीमियम माने देखंतु हमें 53,000 रो कॉल ऑप्शन देखिबा सेठी 105 कोन लिखा हैछि 53,000 रो कॉल ऑप्शन रे प्राइस चलछि 206 टंका 2 पैसा से एक्चुअली हबा कथा 312 टंका हबा कथा माने कोन ग्लोबली ऑप्शन प्राइसिंग रो किछि प्रिंसिपल्स अछि जे गोट ऑप्शन रो प्राइस कोन हबा कथा एई समय रे कोन हबा कथा अर्थात तार इम्प्लाइड वोलेटिलिटी तार डेल्टा केते दिन अछि तार एक्सपायरी को से सब मिसे कि तार गोटे वैल्यू बढ़ा जाए ऑप्शन रो प्राइस से ऑप्शन रो वैल्यू ता हबा 312 हबा 206 तो माइनस कर देले एठी हमको ये सब जक डिस्काउंट रे अछि ता अर्थ 53,000 कॉल ऑप्शन रे
ଯେତିକି ପ୍ରାଇସ୍ ହବା କଥା ତାଠୁ ସେ 105 ଟଙ୍କା କମ୍ ଅଛି, ସେଇଟା ମୁଁ ଦେଖଉଛି ଏଠି। ତାପରେ ଆସିଗଲା ବାଇ ସେଲ୍, ଏଇଟା ହଉଛି ସବୁଠୁ କ୍ରୁସିଆଲ, ଯୋଉଟା କି କୌଣସି ଜାଗାରେ ଡିସ୍କସ୍ ହୁଏନି। ଆପଣଙ୍କୁ ଦେଖଉଥିଲି କୋଉଥିରେ, ହଁ ଏଠି ମାନେ ଆଲିସ୍ ରେ ଅପସନ ଚିହ୍ନ ଗୋଟେ ଭଲ୍ୟୁମ ଦେଖଉଛି। ଆମେ ଏଇଟା କଣ ଦେଖୁଛେ, ନିଫ୍ଟିର। ଲେଟ୍ ମି ସି, ଏଠି ମୁଁ ବ୍ୟାଙ୍କ ନିଫ୍ଟି ଦେଖିପାରିବି କି ନାହିଁ। ସାର୍ ଆପଣ ହୋମ କୁ ପଳେଇ ଯାଆନ୍ତୁ, ହୋମ ରେ ଡିଟେଲ୍ସ ଆସୁଛି ସାର୍। ହୋମ ରେ ହୋମ, ଆଜ୍ଞା ହୋମ ପଳେଇ ଯାଆନ୍ତୁ, ଆଲିସ୍ ବ୍ଲୁ ର ହୋମ ପଳେଇ ଯାଆନ୍ତୁ। ଏଠି ଆଜ୍ଞା ଉପରେ ଅପସନ ଚେଞ୍ଜ ଅଛି ସାର୍। ଅ, ହୋମ ରୁ ହୋମ, ସାର୍ ହୋମ ପଳାନ୍ତୁ, ଆପଣ ହୋମ ରେ ନାହାନ୍ତି, ଆଚ୍ଛା ଆଚ୍ଛା, ଓକେ, ହୋମ ପଳେଇ ଯାଆନ୍ତୁ। ହଁ, ଅପସନ ଚେଞ୍ଜ ରାଇଟ୍, କ୍ଲିକ୍ କରିଯାଆନ୍ତୁ। ହଁ। ସୋ ଯଦି ଏଠି ଗଲି, ମୁଁ ଏଠି ଦେଖୁଛି ବ୍ୟାଙ୍କ ନିଫ୍ଟି, ତାହେଲେ ସେ ଦେଖୁ ଯାହା ଏନଏସସି ସାଇଟ୍ ଦେଖୁ ସେ ସେୟା ଦେଖୁଛି, ଓଆଇ ଚେଞ୍ଜ ଇନ୍ ଓଆଇ ଭଲ୍ୟୁମ, ଏଲଟିପି ପରସେଣ୍ଟେଜ। ସୋ ଭଲ୍ୟୁମ ଅର୍ଥ କଣ, ଟୋଟାଲ ଯେବେଠୁ ଏଇଟା ଟ୍ରେଡିଂ ପାଇଁ ଖୋଲା ହେଇଛି, ପାଖାପାଖି 3 ମାସ ଆଗରୁ ସବୁ ଅପସନ ଖୋଲା ହେଇଯାଇଥାଏ। ସେଥିରେ ଯେତେ କିଣା ବିକା ହେଇଛି ସବୁ ମିଶେଇଲେ ଭଲ୍ୟୁମ ହଉଛି, କିନ୍ତୁ ମୋର ସେଥିରେ ମତଲବ ନାହିଁ। ମୁଁ ଜାଣିବାକୁ ଚାହୁଁ ସେ ଭଲ୍ୟୁମ ରେ କେତେ କିଣା ହେଇଛି, କେତେ ବିକ୍ରି ହେଇଛି, ଅଧିକା କିଣା ହେଇଛି ନା ଅଧିକା ବିକ୍ରି ହେଇଛି। ଯଦି ଅଧିକା କିଣା ହେଇଛି ତା ଅର୍ଥ ଲୋକ ସେଥିରେ ବୁଲିଶ ଅଛନ୍ତି। ତ ସେଥିରୁ ଏଇ ଯୋଉ ଭଲ୍ୟୁମକୁ ମୁଁ ସେପାରେଟ କରୁଛି ବାଇ ଭଲ୍ୟୁମ ଆଣ୍ଡ ସେଲ୍ ଭଲ୍ୟୁମ। ତାପରେ ବାଇ ଭଲ୍ୟୁମ କୁ ମୁଁ ଡିଭାଇଡ କରିଦଉଛି ସେଲ୍ ଭଲ୍ୟୁମରେ। ତା ଅର୍ଥ କଣ, ଧରି ନିଅନ୍ତୁ ଏଠି ବାଇ ଭଲ୍ୟୁମ, ଏଠି କରିଥିଲେ ସେଲ୍ ଭଲ୍ୟୁମ। ଏଠି କରିଦେଲି ଧରନ୍ତୁ ବାଇ ଭଲ୍ୟୁମ ରେ କରିଦେଲି 167, ଆଉ ସେଲ୍ ଭଲ୍ୟୁମ କରିଦେଲି 120। ୟାକୁ ଯଦି ଡିଭାଇଡ କରୁଛି ବାଇ ଓବ୍ଲିକ୍ ସେଲ୍, ତାହେଲେ କଣ ହେଲା, 167 ଡିଭାଇଡେଡ ବାଇ 120 ହେଇଗଲା 1.39। ତା ଅର୍ଥ କଣ ହେଲା, ତା ଅର୍ଥ ହେଲା ପ୍ରତି 100ଟି ସେଲର ପାଇଁକା 139ଟି ବାୟର ଅଛନ୍ତି। ତା ଅର୍ଥ ହେଲା ଯଦି ଏଇଟାକୁ ମୁଁ 100 କରିଦେଲି ଆଉ ଏଇଟାକୁ କରିଦେଲି 139, ତାହେଲେ ସେଇଆ ହେଲା 1.39। ତ ଏଭ୍ରି 100 ସେଲର୍ସ there are 139 buyers। ତା ଅର୍ଥ କଣ, ଏଇ ଷ୍ଟ୍ରାଇକ ପ୍ରାଇସ ରେ ବାଇଂ ଇଣ୍ଟରେଷ୍ଟ ଅଛି। ସେଇ ଲଜିକ କୁ ନେଇକରି ମୁଁ ଏଠି ଗୋଟେ ଆଲଗୋରିଦମ କ୍ରିଏଟ କଲି, ଯୋଉଥିରେ କି ସିଏ ନିଜକୁ ବାହାର କରିଦବ। କଣ ଏଠି କଣ ବାହାର କରିବ, ଏଠି ମୁଁ ପକେଇଲି କଲ ସାଇଡ ରେ ବାଇ ସେଲ୍। ଧରି ନିଅନ୍ତୁ 53,000 ଅବିକା ଚାଲିଛି ଷ୍ଟ୍ରାଇକ ପ୍ରାଇସ୍, ଆଟ୍ ଦି ମନି 52,100 କଲ ଅପସନ ରେ ଯାହାର ପ୍ରାଇସ୍ ଅଛି 956 ଟଙ୍କା 15 ପଇସା, ସେଠି ଫର ଏଭ୍ରି 100 ସେଲର there are 3,500 buyers। 52,700 ଷ୍ଟ୍ରାଇକ ପ୍ରାଇସ୍ ରେ ଫର ଏଭ୍ରି 100 ସେଲର there are 296 buyers। କିନ୍ତୁ ଯଦି ଆଟ୍ ଦି ମନି ଦେଖିବେ, ଆଟ୍ ଦି ମନି ହଉଛି 0.55। ତା ଅର୍ଥ ଫର ଏଭ୍ରି 100 ସେଲର there are 55 buyers। ଏଠି କଲ କିଣିବା ପାଇଁକା ଲୋକ ନାହାନ୍ତି, ଅଧିକା ବିକ୍ରି କରୁଛନ୍ତି। ସେଇ ଜାଗାରେ ଦେଖିବେ ପୁଟ ରେ ଫର 3.39, ତା ଅର୍ଥ 100ଟା ସେଲର ସାମ୍ନାରେ 339ଟା ବାୟର ଠିଆ ହେଇଛନ୍ତି। ତେଣୁ ମୁଁ ଯଦି କିଣିବାକୁ ଚାହିଁବି ପୁଟ ଅପସନ, ତାହେଲେ 53,000 ପୁଟ ଅପସନ ହିଁ କିଣିବି, 52,900 କିଣିବିନି କି 53,100 କିଣିବିନି। ଯଦି ମତେ ଇନ୍ ଦି ମନିରେ କିଣିବାକୁ ଅଛି, ତାହେଲେ ମୁଁ ଏଠିକି ଆସିବି 53,500 ପୁଟ ଅପସନ, ଯୋଉଠିକି 100ଟା ସେଲର ଜାଗାରେ 766ଟି ବାୟର ଠିଆ ହେଇଛନ୍ତି। ଦେଖିବା ପାଇଁକା ୟାକୁ ମୁଁ ହାଇଲାଇଟ କରି ରଖିଛି, ସୋ ଦ୍ୟାଟ ଏଠି ମୁଁ ଜାଣିପାରିବି ଆଟ୍ ଦି ମନିର ଆଇଟିଏମ ଫ୍ରି, ଓଟିଏମ ଫ୍ରି, ଏଠି ଟିକେ ବାଇ ସେଲ୍ ଦେଖିବା ପାଇଁ। ଏଠି ଦେଖଉଛି କ୍ଲିୟରଲି ଯଦି ମତେ କିଣିବାକୁ ଅଛି। ଆଚ୍ଛା ଏଠି କାହିଁ ଦେଖଉଛି 53,500, ଲେଟ୍ସ ସି 53,500 କାହିଁ ଦେଖଉଛି। ଦେଖନ୍ତୁ 53,500 ରେ ସବୁଠୁ ଅଧିକା ରେସିଓଟା ବଡ ଅଛି 7.66, ସେଥିପାଇଁ ସେ ଦେଖଉଛି 53,500। ଏଠି ଦେଖନ୍ତୁ ରାଇଟ ସାଇଡ ରେ V4 ରେ ସେ ଦେଖଉଛି 53,500 ଫୁଟ କିଣିବା ପାଇଁ ଦେଖଉଛି। ଯେତେବେଳେ ଆସିବ କଲ, ସେ ରେଟ୍ ଜାଗାରେ କଲ ଦେଖେଇଦେବ ଏଟା କିଣିବା ପାଇଁ। ତ 53,500 ରେ ସବୁଠୁ ଅଧିକା ଅଛନ୍ତି କମ୍ପେୟାର ଟୁ ସେଲର୍ସ। ସେଥିପାଇଁକା ଏଠି ସେ ଡ୍ୟାସବୋର୍ଡ ଦେଖଉଛି 53,500 କିଣିବା ପାଇଁ।
ତ ଏଠୁ ଆପଣ ବାଇ ଡିଫଲ୍ଟ ଜାଣିପାରିବେ ଯେ କଣ କୋଉ ଷ୍ଟ୍ରାଇକ୍ ପ୍ରାଇସ୍ ମତେ ଟ୍ରେଡ୍ କରିବା ଉଚିତ। କିନ୍ତୁ ଆପଣ ଡିସାଇଡ୍ କରିବେ ଯେ କିଣିଛି ଇଏ ତ ସଜେଷ୍ଟ କରିଦେଲା, ଦ୍ୟାଟ୍ ଇଜ ଅପ୍ ଟୁ ୟୁ। ଏଇ 53,500 ର ପ୍ରାଇସ୍ ହଉଛି 507 ଟଙ୍କା। ଆପଣ କଣ 507 ଟଙ୍କା ଦେବା ପାଇଁ ରାଜି ଅଛନ୍ତି? ଯଦି କିଣିବାକୁ ରାଜି ନାହାନ୍ତି କିଣନ୍ତୁନି। ଆଉ ଦେଖନ୍ତୁ କୋଉଠି ଭଲ ଅଛି, ଏଇଟା ଅଛି 422 ଟଙ୍କା, 53,400, 53,300 ଯେ 351। ତାପରେ ବାକି ତ କିଣିବାର ନାହିଁ କାରଣ ଏଠି ସେଲର ଅଧିକା ବାହାର କମ। 53,000 ରେ 170 ଟଙ୍କା ପ୍ରାଇସ୍, ଆଉ ବଢିଆ ରେସିଓ ଅଛି, ଏଇଟା କିଣିପାରିବେ। ତ କ୍ୱିକଲି ଆପଣ ଜାଣିପାରିବେ ଯେ କୋଉ ଷ୍ଟ୍ରାଇକ୍ ପ୍ରାଇସ୍ ମତେ କିଣିବାକୁ ଅଛି। ତାପରେ କଣ, ଏଠି ତ ଡିସକାଉଣ୍ଟ ପ୍ରିମିୟମ ଯୋଉଟା ଦେଖେଇଦେଲି ଯେ ତାର ପ୍ରାଇସ୍ କେତେ ହବା କଥା ଆଉ କେତେ ଦେଖନ୍ତୁ 53,000 ରେ ହଉଛି ଡିସକାଉଣ୍ଟ ହଉଛି 51। ତା ଅର୍ଥ କଣ ହେଲା, ତା ପ୍ରାଇସ୍ ଆକ୍ଚୁଆଲି ଅଛି 170, ସେଟା ଭ୍ୟାଲ୍ୟୁ ତାର ଅଛି 221। ଏ 221 ହବା କଥା, ଏ 170 ଅଛି, ତାର ତ ସେଠୁ 51 ପଏଣ୍ଟ ସେ ଡିସକାଉଣ୍ଟ ରେ ମିଳୁଛି, ଏଟା 51 ପଏଣ୍ଟ ଡିସକାଉଣ୍ଟ ଅଛି। ଠିକ ଅଛି। ତାପରେ ଆସନ୍ତୁ ରାଇଟ ସାଇଡ ରେ ଆପଣଙ୍କର କେତେ ପଇସା ଆପଣ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି, କେତିକି ପଇସା ରଖିଛନ୍ତି, ତାହେଲେ କେତେଟା ଲଟ୍ ହେଇପାରିବ। ଯଦି ଆପଣ 50,000 ରେ ଟ୍ରେଡ୍ କରିବାକୁ ଚାହୁଁଛନ୍ତି, 53,000 ର କଲ୍ ଅପସନ ରେ ଆପଣ ଟ୍ରେଡ୍ ଏଟିଏମ ରେ, ତାହେଲେ ଆପଣ 8 ଲଟ୍ ନେଇପାରିବେ। ତାକୁ ମୁଁ ଏଟିଏମ ଜାଗାରେ କରିଦେଲେ ଆଇଟିଏମ 1, ସେ 6 ଲଟ୍ ନେଇପାରିବେ। ମୁଁ କହିବି ଆଇଟିଏମ 1 ନାହିଁ, ମୁଁ ନେବି ଆଇଟିଏମ 2, ତାହେଲେ 4 ଲଟ୍ ନେବେ। ମୁଁ କହିବି ନାଇଁ ମୁଁ ନେବି ଓଟିଏମ 1, 10 ଲଟ୍ ନେଇପାରିବେ। ଓଟିଏମ 2 13 ଲଟ୍ ନେଇପାରିବେ। ଆପଣଙ୍କ ପଇସାକୁ ସେ ଆଲୋକେଟ କରିକି ଦେଖେଇ ଦଉଛି, ସେଇଥିରୁ କ୍ୟାଲକୁଲେଟ କରିକି କେତେଟା ଲଟ୍ ଆପଣ କିଣିପାରିବେ। ଆପଣଙ୍କୁ କ୍ୟାଲକୁଲେସନ କରିବା ଦରକାର ନାହିଁ, ଏଇଠୁ ଆପଣ ମନିନେସ୍ ଟାକୁ ଚୁଜ କରିବେ, ସେ ଅନୁସାରେ ସେ କହିଦବ ଯେ କେତିକିଟା ଲଟ୍ ଆପଣ ନେଇପାରିବେ ନବା ସେଫ୍, ଆପଣଙ୍କ ପଇସା ଭିତରେ ହେଇଯିବ। ସପୋଜ ଏଠି 50,000 ଜାଗାରେ ମୁଁ କରିଲି ଏଟା ମୁଁ 25,000, ଏଠି କିଛି ଟାଇପ କରିବାକୁ ନାହିଁ, ସବୁ ସେ ଡ୍ରପ ଡାଉନ ନେବେ। କାହିଁକି ଟାଇପ କରିବାକୁ ଦେଇନି, ଯେତେ ଥର ଟାଇପ କରିବାକୁ ଅପରଚୁନିଟି ଦିଆଯିବ ସେତେ ଥର ଭୁଲ ହବାର ପସିବିଲିଟି ହବ। We are human beings, will commit mistakes, that's a given fact। ଯେତେ ଥର ଟାଇପ କରିବେ ଦୁଇ ଜାଗାରେ ଦୁଇ ଟାଇପ ହେଇଯାଇପାରେ, ଦୁଇ ଜାଗାରେ 3 ଟାଇପ ହେଇଯାଇପାରେ। ତେଣୁ ମୁଁ ଆଭଏଡ କରିଛି ଯେତେ ଏଠି କୌଣସି ଜାଗା ଟାଇପ କରିବାକୁ ପଡିବନି, କେବଳ ଆପଣ ଚୁଜ କରିବେ ଡ୍ରପ ଡାଉନ। ସପୋଜ ଆପଣ କହିବେ ନାଇଁ ମୋ ପାଖରେ 35,000 ଟଙ୍କାର ମୁଁ ଟ୍ରେଡ୍ କରିବି, ତାହେଲେ ଏଟିଏମ ରେ ଟ୍ରେଡ୍ କଲେ 53,000 ର କଲ୍ ଅପସନ ଆଉ 5ଟା କିଣିପାରିବେ। ଯଦି ଆପଣ ପୁଟ୍ ଅପସନ ଚାହିଁବେ ତାହେଲେ 6ଟା କିଣିପାରିବେ। ଏଠି ସେମିତି ପୁଟ୍ ଅପସନ ଯଦି ଆପଣ କହୁଛନ୍ତି ନାଇଁ ମୁଁ ଆଇଟିଏମ 1 ନେବି, ତାହେଲେ ସେ ଅନୁସାରେ ପ୍ରାଇସ୍ ଆଣିବ, ନମ୍ବର ଅଫ ଲଟ୍ସ କହିଦବ। ଏ ଉପର ପର୍ସେଣ୍ଟ ହେଇଗଲା ବ୍ୟାଙ୍କ ନିଫ୍ଟି ପାଇଁକା, ତଳ ପର୍ସେଣ୍ଟ ହେଇଗଲା ନିଫ୍ଟି ପାଇଁକା। ସେମିତି ଆପଣ ଏଇ 35,000 ଟା ସବୁଥି ପାଇଁକା ମାନେ ନିଫ୍ଟି ବ୍ୟାଙ୍କରେ ଦିଟା ପାଇଁ ଆପ୍ଲାଏ କରିଦେଇଛି। ଠିକ ଅଛି। ତାପରେ ଏଠି ଅଛି ହେଜ୍ ଅପସନ, ଆସିବେ ଏଠିକି ପରେ। ଯଦି ଆପଣ ହେଜ୍ କରିବାକୁ ଚାହୁଁଛନ୍ତି କେମିତି ଆପଣ ହେଜ୍ କରିପାରିବେ, କୋଉ ଷ୍ଟ୍ରାଇକ୍ ପ୍ରାଇସ୍ ରେ କିଣିବା କଥା ସିଏ ବାହାର କରିକି ଦେଇଦେବ। ଓକେ। ତାପରେ ଦେଖନ୍ତୁ ଏଠି ଆସିଗଲା ସପୋର୍ଟ ରେଜିଷ୍ଟାନ୍ସ। ଇଣ୍ଟ୍ରାଡେ ରେ କୋଉ ଜାଗାରେ ରେଜିଷ୍ଟାନ୍ସ ଅଛି, କୋଉ ଜାଗାରେ ସପୋର୍ଟ ଅଛି। ଯୋଉମାନେ ମୋର ବେସିକ୍ସ ଅଫ ଅପସନ ଟ୍ରେଡିଂ ଡେରିଭେଟିଭ ଆପଣ ଆଟେଣ୍ଡ କରିଥିବେ କ୍ଲାसेସ୍, ଆପଣ ମନେ ରଖିଥିବେ ମୋର ଯୋଉ ଅପସନ ବ୍ୟାରିୟର କହୁଛି, ସେ ଅପସନ ବ୍ୟାରିୟର କୁ ସେ ବାହାର କରିକି ଦେଖଉଛି ଯେ କଲ୍ ରାଇଟିଂ ଇଣ୍ଟ୍ରାଡେ ସବୁଠୁ କୋଉଠୁ ଅଧିକା ଅଛି, ପୁଟ୍ ରାଇଟିଂ ସବୁଠୁ ଅଧିକା କୋଉଠି ଅଛି, 53,500, 52,500। କିନ୍ତୁ ତାକୁ ଦେଖିବା ପାଇଁକା ଏଠି ତାର ଚାର୍ଟ ମଧ୍ୟ ଅଛି। ତ ଚାର୍ଟ ଯେତେବେଳେ ଦେଖିବେ ଆପଣ ବୁଝିପାରିବେ ଯେ କଣ ହଉଛି ଏଠି। ଏଠି କଣ ହଉଛି, ତ ବ୍ଲୁ ଲାଇନ ଟା ହଉଛି ଆପଣଙ୍କର ପୁଟ୍, ରେଡ ଲାଇନ ଟା ହଉଛି କଲ୍। ତ ଏଠି ବ୍ଲୁ ଲାଇନ ଗୁଡାକ ନେଗେଟିଭ ହେଇଛି, ମାନେ ଏଇ ଏକ୍ସ ଆକ୍ସିସ ରେ ତଳକୁ ପଳେଇଛି, ତା ଅର୍ଥ ପୁଟ୍ ରାଇଟର ସବୁ ପଳେଇ ଯାଉଛନ୍ତି ଏଠୁ। ପୁଟ୍ ରାଇଟର କେତେବେଳେ ଯାଆନ୍ତି, ଯେତେବେଳେ ମାର୍କେଟ ବିୟରିଶ ହୁଏ। ଏଠି ସବୁ ଛାଡିକି ପଳେଇଛନ୍ତି, ତା ଅର୍ଥ ମାର୍କେଟ କମ୍ପ୍ଲିଟଲି ବିୟରିଶ ଅଛି। ଏଠି କଣ କଣ କହିଲା, ସପୋର୍ଟ ହଉଛି 52,500, ତା ଅର୍ଥ କଣ, କୋଉଠି 52,500, ଏଇଠି ଥିବ 52,500। ଏଠି 52,500 ରେ ସବୁଠୁ ଅଧିକା ପୁଟ୍ ରାଇଟିଂ। କିନ୍ତୁ ଦେଖନ୍ତୁ ଏଇ ଯୋଉ ପୁଟ୍ ରାଇଟିଂ ତାର କ୍ୱାଣ୍ଟିଟି କେତେ କମ, 57,974। ଏଠି କେତେ କଲ୍ ରାଇଟିଂ, 1,98,453। ଏଗୁଡାକ ସବୁ 1000 ରେ ମଲ୍ଟିପ୍ଲାଇ କରିବାକୁ ପଡେ। ତ ଏଇ ଯୋଉ ସପୋର୍ଟ ଅଛି, ଏ ସପୋର୍ଟର ମାନେ ହିଁ କିଛି ନାହିଁ, ବିକଜ ଦି ବାର୍ ସାଇଜ ଇଜ ସୋ ସ୍ମଲ୍, ଇଟ ଇଜ ମ୍ୟାଥମେଟିକାଲି ଦେଖଉଛି କିନ୍ତୁ ପ୍ରାକ୍ଟିକାଲି ଇଟ୍ସ ଇନସିଗ୍ନିଫିକାଣ୍ଟ। ଯେତେବେଳେ ବଢି ଆସିବ ସବୁ ବନ୍ଦ ବନ୍ଦ ଭାଙ୍ଗି ବାହାରିଯିବ। ଏଇ ଯୋଉ ରେଜିଷ୍ଟାନ୍ସ ସାଇଜ ଯେତିକି ବଡ ଅଛି ଲାଇନ ର, ଯଦି ଏଇଟା ସେତିକି ବଡ ହେଇଥାନ୍ତା କହିଥାନ୍ତେ ହଁ ଟକ୍କର ଅଛି, ଏଇଟା ସପୋର୍ଟ ବୋଲି। ଯେହେତୁ ୟାର ସାଇଜ ୟାର 4 ଟାଇମ୍ସ ରୁ ଅଧିକା ଅଛି,
ତେଣୁ ଏ ସପୋର୍ଟ ର ମାନେ ହିଁ କିଛି ନାହିଁ, ଇଟ୍ସ ମିନିଂଲେସ୍। ବଟ୍ ଷ୍ଟାଟିଷ୍ଟିକାଲି ଆପଣ ଜାଣିପାରିବେ ଯେ ଏଠି ଗୋଟେ ସିଏ ସପୋର୍ଟ ପାଇପାରେ 52,500। ତା ତଳେ କଣ ହେଲା, ଏଠି ଆମେ ବ୍ୟାଙ୍କ ନିଫ୍ଟି ତଳେ ଦେଇଛି HDFC ବ୍ୟାଙ୍କ, ନିଫ୍ଟି ପାଇଁ ଦେଇଛି ରିଲାଏନ୍ସ। ସୋ ଯଦି ବ୍ୟାଙ୍କ ନିଫ୍ଟି ଉପରକୁ ଯିବ ତାହେଲେ HDFC ବ୍ୟାଙ୍କ ଉପରକୁ ଯିବା ନିହାତି ଦରକାର। ଟପ୍ 3ଟା ବ୍ୟାଙ୍କ ଉପରକୁ ଯିବା ଦରକାର। HDFC ବ୍ୟାଙ୍କର ସବୁଠୁ ଅଧିକ ୱେଟେଜ ବ୍ୟାଙ୍କ ନିଫ୍ଟିରେ ଅଛି। ଯଦି ସିଏ ଉପରକୁ ଗଲାନି ତାହେଲେ ବ୍ୟାଙ୍କ ନିଫ୍ଟି ଉପରକୁ ଯିବାର ଚାନ୍ସ ନାହିଁ। ସୋ ଏଠି ଯଦି ନିଫ୍ଟିରେ ଦେଖିବା ରିଲାଏନ୍ସ ଉପରକୁ ଯିବାକୁ ପଡିବ, ଯଦି ନିଫ୍ଟି ଉପରକୁ ଯିବ ତାହେଲେ ରିଲାଏନ୍ସ ଆଉ HDFC ବ୍ୟାଙ୍କ ଅର୍ଥାତ୍ ଦୁଇଟାକ ଇଣ୍ଡେକ୍ସରେ ଯୋଉ ଷ୍ଟକ୍ ର ସବୁଠୁ ଅଧିକ ୱେଟେଜ ତାର ପରଫର୍ମାନ୍ସ କେମିତି ଅଛି ସେ ଟିକେଟ କ୍ୟାପଚର କରାଯାଉଛି। ଠିକ ଅଛି। ବର୍ତ୍ତମାନ ଧରିନିଅନ୍ତୁ ଆମେ କହିବେ ନିଫ୍ଟିରେ ଗୋଟେ ଟ୍ରେଡ କରିବାକୁ ଅଛି। ହଁ, ଏଠି ଏଇଟା ଦେଖିବେ ସେଇ ଷ୍ଟ୍ରାଇକ୍ ପ୍ରାଇସ ର କଣ ଆକ୍ଟିଭିଟି ଚାଲିଛି। ସୋ କଲ୍ ସାଇଡରେ ସବୁ ଫ୍ରେଶ ସର୍ଟ ହଉଛି, ତା ଅର୍ଥ ମାର୍କେଟ ବିୟରିଶ। ଆଉ ପୁଟ୍ ସାଇଡରେ ସବୁ ଯାକ ଫ୍ରେଶ ଲଙ୍ଗ ହଉଛି, ତା ଅର୍ଥ ପୁଣି ମାର୍କେଟ ବିୟରିଶ। 53,300 ରେ ସର୍ଟ କଭର ହଉଛି, ଯୋଉମାନେ ପୁଟ୍ ବିକ୍ରି କରିଥିଲେ ତାଙ୍କ ଲସ୍ କୁ ସାର୍ ସିଏ ଆରି ଭିତରେ ସାର୍ କିଛି କ୍ୱେଶ୍ଚିନ୍ ଆନ୍ସର ନେଇଯିବା, କିନ୍ତୁ ପଚାରିବା ପାଇଁ ଚାହୁଁଥିବେ ଯଦି ଆମେ ଡିସ୍କସନ ପ୍ଲିଜ କଲେ ପ୍ଲିଜ କ୍ଲାରିଟି କିନ୍ତୁ ପଚାରି ପାରନ୍ତି। ଟିକେ 2 ପଚାର। ମିନିଟ୍ ତାଙ୍କୁ ଟାଇମ୍ ଦେଇଦେବା। ହଁ ହଁ, ଆପଣଙ୍କୁ ଯାହା କ୍ଲାରିଫିକେସନ ଦରକାର ମତେ ପଚାରନ୍ତୁ, ଆଇ ଟ୍ରାଇ ଟୁ ଆନ୍ସର ଦ୍ୟାଟ୍। ସାର୍ এই যে କହିଲେ ରିଲାଏନ୍ସ ମାନେ ବଢିଲେ ନିଫ୍ଟିରେ ବଢିବ ସାର୍? ନା, ଯଦି ରିଲାଏନ୍ସ ବଢୁନାହିଁ ତାହେଲେ ଆଜ୍ଞା ନିଫ୍ଟି ବଢିବାର ଚାନ୍ସ କମ। ଆଜ୍ଞା ରିଲାଏନ୍ସ ବଢିଲେ ନିଫ୍ଟି ନିଶ୍ଚୟ ବଢିବ, ସେମିତି ଗ୍ୟାରେଣ୍ଟି ନାହିଁ। କିନ୍ତୁ ରିଲାଏନ୍ସ ଯଦି ନ ବଢୁଛି ତାହେଲେ ନିଫ୍ଟି ବଢିବାର ପ୍ରୋବାବିଲିଟି ବହୁତ ହି କମ। ଆଜ୍ଞା କାହିଁ କହିଲେ ରିଲାଏନ୍ସ ର ୱେଟେଜ ବହୁତ ଅଧିକା। ଯଦି ନିଫ୍ଟି କୁ ବଢିବାକୁ ହବ ତାହେଲେ ରିଲାଏନ୍ସ କୁ ବଢିବାକୁ ହବ। ଆଜ୍ଞା ଏଇଟା କନଫର୍ମେସନ ନୁହେଁ ଯେ ରିଲାଏନ୍ସ ବଢିଲେ ନିଫ୍ଟି ବଢିବ, କିନ୍ତୁ ଯଦି ରିଲାଏନ୍ସ ଖସୁଛି ତାହେଲେ ନିଫ୍ଟି ବଢିବନି, ତାର ପ୍ରୋବାବିଲିଟି ମୋର ଦାନ 90%। ଆଜ୍ଞା ସେମିତି ଆମର ତ HDFC ବ୍ୟାଙ୍କର ଆପଣ ଯଦି ୱେଟେଜ ଦେଖିବେ ତାହେଲେ ଆପଣ ଜାଣିପାରିବେ ୱେଟେଜ କାହାର କେତିକି ଅଛି। Let us try to see that. ତାର ଗୋଟେ ଇଏ ହିଟ୍ ମ୍ୟାପ ଟାଇପ ର ଆସେ, ଲେଟ୍ ମି ସି where is the heat map. ତ ଯାର ମାନେ ଆମର ସବୁ ଯାକ ଇଣ୍ଡାଇସେସ୍ ର କମ୍ପୋଜିସନ ଗୋଟେ ଦେଖେଇ ଦିଏ। Let me see if I can do that. ତ ଗୋଟେ ହିଟ୍ ମ୍ୟାପ ଦେଇଦିଏ। ଏଟା ଏମିତି ଦେଖୁଛି, ଗୋଟେ ଇଏ କରିକି ଦେଇଦିଏ ହିଟ୍ ମ୍ୟାପ ଟାଇପ ର। ଏଥିରେ ବାହାର ଯିବ ଯାଉ ସାର୍। ତାର ୱେଟ ଟା ଦେଖୁନ, ୱେଟେଜ ଦେଖୁନି ଏଠି।
एचडीएफसी बैंक रो वेटेज देखौछि बैंक निफ्टी रे 30.77%, आईसीआईसीआई बैंक 20.88, स्टेट बैंक 16.73। तो ये तीनटा मिसे देले 60 माने 67% हेगला तीनटी बैंक। जो तीनटी बैंक रो एचडीएफसी आईसीआईसीआई एसबीआई जो 67% हेगला, ताहले ए तीनटा यदि पॉजिटिव न हबे उनसे चांस ना बैंक निफ्टी ऊपर को जीवो, नो वे। यदि निफ्टी देखिबा रिलायंस रो 10%, द हाईएस्ट वेटेज ऑफ रिलायंस इज इन माने निफ्टी रे हाईएस्ट वेटेज रिलायंस रो, जार हाईएस्ट वेटेज सी ऊपर को न जीवो ताले निफ्टी ऊपर को जीवार चांस नहीं। सो रिलायंस हैज टू बी पॉजिटिव फॉर निफ्टी टू गो अप, एचडीएफसी बैंक नीड्स टू बी पॉजिटिव फॉर बैंक निफ्टी टू गो अप। दैट इज द बेसिक अजम्पशन, किंतु गारंटी किछ नहीं, बट दिस इज अ स्ट्रांग इंडिकेशन जे क्वाड को जाउछि से इंडेक्स। आपण मन जहा अछि मन रे क्वेरी पचारन। आउ कार किछ क्वेरी नहीं? शुभ्रांशु बाबू ସାର୍ କୁହନ୍ତୁ, କଣ ଆପଣଙ୍କ କ୍ୱେରି ଅଛି, କଣ ଏଥିରୁ ଜାଣିବାକୁ ଚାହୁଁଛନ୍ତି, ଏଟା କେମିତି ବ୍ୟବହାର କରାଯାଇ ପାରିବ? ଏଇଟା ତ ଶିଖୁଛୁ ଆମେ, ଦେଖୁଛୁ ଆଚ୍ଛା, ଆପଣ ଯାହା କହୁଛନ୍ତି ଆମେ ଦେଖୁଛୁ, ତାକୁ ଆମେ କେମିତି ତାକୁ ଡେଭଲପ କରିପାରିବୁ ସେଇଟା ପାଇଁ ମୁଁ ଚିନ୍ତା ଟିକେ କରୁଛି। ଆମେ ହଁ ଏଟାକୁ କେମିତି କରିପାରିବୁ। ତ ଏଟା ତ ମାନେ ଭଲ ପ୍ଲାଟଫର୍ମଟା ଆପଣ କରିଛନ୍ତି ଯୋଉଥିରେ କି ଜିନିଷ ଟୋଟାଲି ଜାଣି ହଉଛି, ସପୋର୍ଟ ରେଜିଷ୍ଟାନ୍ସ କୋଉଠି, ଆଉ ଏଇ ୱେଟେଜ କଥା ତ ବୁଝି ପାରୁଛି ଆଉ। ହଁ, କିନ୍ତୁ ଏଇଟା ସବୁ ଏତେ ନମ୍ବର ଲେଖା ହେଇଛି, କିନ୍ତୁ ଆମେ ଭିଜୁଆଲି କେମିତି ଦେଖିପାରିବା? ଏଠି ଗୋଟେ ଭିଜୁଆଲ ସିଟ୍ ଅଛି, ଇଏ ଦେଖେଇଦେବ ଇଣ୍ଟ୍ରାଡେ ରେ ବ୍ୟାଙ୍କ ନିଫ୍ଟିର ସପୋର୍ଟ କଣ, ରେଜିଷ୍ଟାନ୍ସ କଣ, ନିଫ୍ଟିର ସପୋର୍ଟ କଣ, ରେଜିଷ୍ଟାନ୍ସ କଣ। ରାଇଟ ସାଇଡ୍ ଦେଖ ୱିକଲି, ମାନେ ଆପଣଙ୍କର ଓପନ ଇଣ୍ଟରେଷ୍ଟ, ଏଟା ଚେଞ୍ଜ ଇନ୍ ଓପନ ଇଣ୍ଟରେଷ୍ଟ, ଏଟା ଓପନ ଇଣ୍ଟରେଷ୍ଟ, ତାର ସପୋର୍ଟ କଣ, ରେଜିଷ୍ଟାନ୍ସ କଣ। ଉପରେ ଏଇଟା ହେଇଗଲା ବ୍ୟାଙ୍କ ନିଫ୍ଟି, ତଳେ ହେଇଗଲା ନିଫ୍ଟିର। ତାପରେ ଏଇଟା ଗୋଟେ ସ୍ପିଡୋମିଟର ଭଳିଆ ଦେଖେଇବ ପିସିଆର କେତେ ଅଛି। ଯଦି ପିସିଆର 7% ଅଛି ତାହେଲେ ଏକ୍ସଟ୍ରିମଲି ନେଗେଟିଭ। ये वीकली वाई तार वॉल्यूम ऊपर तो विभिन्न जिनिस एडवांस डिक्लाइन देखिए 3.9 एठी 9.40। तो विजुअली मध्य आपण इमीडिएटली जान दे पारे जेटा कोन अछि, मार्केट सिचुएशन कोन अछि। नंबर न देखि कि खाली ए विजुअली आपण इंटरप्रेट कर दे परिबे जे मार्केट रो सिचुएशन कोन, दीटा को इंडेक्स रो सिचुएशन कोन। बहुत जिनिस एतरे दबा पे के हम चेष्टा करछि। तापरे आपण शिखिचंती फिबोनाची, जो माने शिखिचन से माने बुझी परिबे। मतलब फिबोनाची टाणु से रिट्रेसमेंट टाणु बा एक्सटेंशन टाणु, जदि बियरिश अछि हम टाणीबा, तार गोटे एंट्री लेवल आसीबो अंडरलाइंग रे, तार टारगेट आसीबो, स्टॉप लॉस आसीबो। ଆମେ ତାକୁ ଏଠି ଟାଇପ କରିଦବା, ତାହେଲେ ଏଠି ଆମେ ଖାଲି ଷ୍ଟପ୍ କଣ ଏଇଟା କୁ ଚୁଜ କରିବାକୁ ପଡିବ ଷ୍ଟ୍ରାଇକ ପ୍ରାଇସ୍। ମୁଁ ଏଠି ଗୋଟେ ରାଣ୍ଡମଲି ପକେଇ ଦଉଛି, ମୁଁ ଗୋଟେ ଚାର୍ଟ ଦେଖି ଦେଇକି ଗୋଟେ ପକଉଛି ଏଠି କଣ ହେଇପାରେ ବୋଲି। ସୋ ଲେଟ୍ ଅସ୍ ସି, ଧରନ୍ତୁ ବ୍ୟାଙ୍କ ନିଫ୍ଟି ରେ ଏଠି ଆସିଥିଲା ଯେ ଯଦି 52,956 ତଳକୁ ଆସିବ ତାହେଲେ ଟାର୍ଗେଟ ହବ 52,727। ସो 52,956 ମୋର ଏଣ୍ଟ୍ରି ହଉଛି 52,956। अच्छा, टार्गेट केते हला? टार्गेट हला हमरो 52,727। स्टॉप लॉस केते हला? स्टॉप लॉस हला हमरो 53,161। एते कमर पड़ी गला। हमें देखिबा जे एठी हम कहू जे 53,500 रो पुट ऑप्शन किण, हमें देखिबा 53,500 रो पुट ऑप्शन किणे को भाबीबा केते पैसा रे किणा हबो, टार्गेट केते हबो 53,500 रो पुट ऑप्शन। से कहू 523 टका रे किणिबो, 693 टका तार टार्गेट, 371 टका तार स्टॉप लॉस। ये क्लियरली कैलकुलेट कर दे दो जे जो स्ट्राइक प्राइस नोचंती ताले एठी 152 पॉइंट रो स्टॉप लॉस अछि, मते एते नबर नाही। ताले मु कोन करिवे, मु जिबी 53,000 कहले को 181 टका रे किणा, 294 टका टार्गेट, 80 टका तार स्टॉप लॉस।
ଆଉ 101 ଟଙ୍କା ତାର ଷ୍ଟପ୍ ଲସ୍ ଆଉ ଟାର୍ଗେଟ 13 ପଏଣ୍ଟ 101 ପଏଣ୍ଟ ହଉଛି ଷ୍ଟପ୍ ଲସ୍ 113 ପଏଣ୍ଟ ହଉଛି ୟାର ଟାର୍ଗେଟ। ଯଦି କହୁଛି ନା ବହୁତ ଅଧିକ ଲାଗୁଛି ତାହେଲେ ଆଉ ଅଧିକା ଦେଖିବା, ଆଉଟ୍ ଅଫ୍ ଦି ମନି ପଳେଇବା 52,500 49ରେ ପଶିବ 117 ଟାର୍ଗେଟ ଏଟା ଆଚ୍ଛା ସେଟା ତାର କ୍ୟାଲକୁଲେସନ ଏରର ରହୁଛି, ଏଥିରେ 73 ପଏଣ୍ଟ ଷ୍ଟପ୍ ଲସ୍ ହଉଛି। ତ ଏଠି ଆପଣ ଯଦି ଅଣ୍ଡରଲାଇନ ର ଏଣ୍ଟ୍ରି ଟାର୍ଗେଟ ଆଉ ଷ୍ଟପ୍ ଲସ୍ ପକେଇଦେବେ ସିଏ ତାର କ୍ୟାଲକୁଲେଟ କରି ଦେଇଦବ କୋଉ ଷ୍ଟ୍ରାଇକ ପ୍ରାଇସ୍ କୁ କୋଉ ଲେଭେଲରେ ଏଣ୍ଟର କରିବା ଉଚିତ। ସେମିତି ନିଫ୍ଟି ପାଇଁ ମଧ୍ୟ ସେୟା କରାଯାଇ ପାରିବ, ଯେମିତି ପକେଇଦେ ଏଠି ଆମେ ବାହାର କରିଦେବା ତାର ଷ୍ଟ୍ରାଇକ ପ୍ରାଇସ୍, ସେ ଅନୁସାରେ ସେ ତାର କ୍ୟାଲକୁଲେଟ କରି ଦବ। ତାପରେ କଣ ଆସିଲା ଏଠି, ଆପଣ ମାନେ ଯଦି ଶୁଣିଥିବେ ଯେ ଗ୍ୟାନ୍ କଣ, ଗ୍ୟାନ୍ ଲେଭେଲ କଣ ଜାଣିଛନ୍ତି? ସାର୍ ଶୁଣିଛି କିନ୍ତୁ ଜାଣିନୁ ସାର୍ ସେଠି। ନାଇଁ ସାର୍ ଜାଣିନୁ। ଆଚ୍ଛା, ଜଣେ ବହୁତ ବଡ ଟ୍ରେଡର ଥିଲେ, ତାଙ୍କ ନାଁ ହଉଛି WD ଗ୍ୟାନ୍, ୱିଲିୟମ ଡିଲବର୍ଟ ଗ୍ୟାନ୍। ଆଉ ତାଙ୍କ ଟ୍ରେଡିଂ ମେଥଡ ଏପର୍ଯ୍ୟନ୍ତ ଅଧିକାଂଶ ଲୋକ ପୃଥିବୀରେ ସମ୍ପୂର୍ଣ୍ଣ ରୂପେ ବୁଝିପାରିନାହାନ୍ତି। ଲୋକଙ୍କୁ ମାନେ 10 ବର୍ଷରୁ 20 ବର୍ଷ ଲାଗେ ବୁଝିବା ପାଇଁକା। ମୁଁ ସାମାନ୍ୟ ଗାଁ ଯାହା କରନ୍ତି ବା ଯୋଉ ମେଥଡ ଅଛି ହୁଏତ 2% ବୁଝିଥିବି। ସେଇ ମେଥଡ ଉପରେ ତାର ଗୋଟେ କ୍ୟାଲକୁଲେସନ କରିକି ବାହାର କରାଯାଇଛି ଜ୍ଞାନ ହିସାବରେ କୋଉଠି ଲଙ୍ଗ ଆଉ ସର୍ଟ ଅଛି ଅଟୋମେଟିକାଲି। ଏଠି ଯେମିତି ଆମେ ଲେଖିବାକୁ ପଡୁଛି ନା ଏଣ୍ଟ୍ରି ଟାର୍ଗେଟ ଷ୍ଟପ୍ ଲସ୍, ଇଏ ମନକୁ ମନେ କ୍ୟାଲକୁଲେଟ ଆସିବ, ଅଟୋମେଟିକ କ୍ୟାଲକୁଲେଟ ଆସିବ, ଏଠି କିଛି କରିବାକୁ ପଡିବନି। ଯେମିତି ଆମେ ରିଫ୍ରେଶ କରି ସେ ମନକୁ ମନେ ଆସିବ। ବ୍ୟାଙ୍କ ନିଫ୍ଟି ଲଙ୍ଗ, ବ୍ୟାଙ୍କ ନିଫ୍ଟି ସର୍ଟ, ନିଫ୍ଟି ଲଙ୍ଗ ନିଫ୍ଟି ସର୍ଟ, ସିଏ ତାର ଆସିଗଲା ପରେ ଅଣ୍ଡରଲାଇନ ର ଏଣ୍ଟ୍ରି ଟାର୍ଗେଟ ଷ୍ଟପ୍ ଲସ୍। ଏଠି ଆପଣ ଚୁଜ କରିବେ ଯେ ଯଦି ମୁଁ ଲଙ୍ଗ ଯିବି ତାହେଲେ କଣ କୋଉ ଷ୍ଟ୍ରାଇକ ପ୍ରାଇସ୍ ନେବି। 53,022 ଆସୁଛି, ସପୋଜ 53,000 ର କଲ୍ ଅପସନ ନେବି, ନେଲେ ସେ କହିବ ଯେ 229 ଟଙ୍କାରେ ନିଅ, ଟାର୍ଗେଟ 274, ଷ୍ଟପ୍ ଲସ୍ 212, ଆମର ଷ୍ଟପ୍ ଲସ୍ 17 ପଏଣ୍ଟ, ଟାର୍ଗେଟ 46 ପଏଣ୍ଟ। ଏଠି ଆସିଛି 52,900, ଏଠି ମୁଁ 53,000 ପୁଟ୍ ଅପସନ ନେବି ଯଦି, ତାହେଲେ ସେ କହିଦବ ଯେ 53,000 ପୁଟ୍ ଅପସନ ର କେତିକି ପଇସାରେ କିଣିବ। 38 ଟଙ୍କାରେ କିଣିବ, 61 ଟଙ୍କା ଟାର୍ଗେଟ, 29 ଟଙ୍କା ଷ୍ଟପ୍ ଲସ୍, 8 ପଏଣ୍ଟ ଷ୍ଟପ୍ ଲସ୍ ପଏଣ୍ଟ, 23 ପଏଣ୍ଟ ଟାର୍ଗେଟ। 52,300 ନେଇଯାଇଛି, 53,000। 192ରେ କିଣିବ, 236 ଟାର୍ଗେଟ, 175 ଷ୍ଟପ୍ ଲସ୍ ହଉଛି 16 ପଏଣ୍ଟ, ଟାର୍ଗେଟ 45 ପଏଣ୍ଟ। ଏଥିରେ ମଧ୍ୟ ଟ୍ରେଡ୍ କରାଯାଇ ପାରିବ। ସେମିତି ଏଠି 52,842 ଅଛି, 52,800 ନେଲି, 850, 25,850 ଆଟ୍ ଦି ମନି, 131 ଟଙ୍କାରେ କିଣିବି, ଟାର୍ଗେଟ 163, ଷ୍ଟପ୍ ଲସ୍ 119, 12 ପଏଣ୍ଟର ଷ୍ଟପ୍ ଲସ୍, 32 ପଏଣ୍ଟର ଟାର୍ଗେଟ। ସେମିତି ଆର ଯଦି ମୁଁ କରିବି 25,779, 25,800, ପୁଟ୍ ଅପସନ ହେଲେ 112ରେ କିଣିକି 141 ଟାର୍ଗେଟ, 94 ଷ୍ଟପ୍ ଲସ୍, 18 ପଏଣ୍ଟ ଷ୍ଟପ୍ ଲସ୍, 29 ପଏଣ୍ଟର ଟାର୍ଗେଟ। ଇଏ ଅଟୋମେଟିକାଲି ଆଣିକି ଦେଇଦବ। ଯୋଉ ଷ୍ଟ୍ରାଇକ ପ୍ରାଇସ୍ ବାଛିବେ ସେଇଟାକୁ କୋଉ ପ୍ରାଇସ ରେ କିଣିବା ଉଚିତ, ଟାର୍ଗେଟ କେତେ ହବ, ଷ୍ଟପ୍ ଲସ୍ କେତେ ହବ। ତାପରେ ଆସିକି ଆପଣ ଦେଖିପାରିବେ ଯେ ଆପଣ ବ୍ୟାଙ୍କ ନିଫ୍ଟିର ଅପସନ ଚେନ୍ ଦେଖିବାକୁ ଚାହୁଁଛନ୍ତି, ଫୁଲ ଅପସନ ଚେନ୍। ଏଠି ତ କଣ ସ୍ନାପସଟ୍ ଅଛି, ଟୋଟାଲ 7ଟା ଷ୍ଟ୍ରାଇକ ପ୍ରାଇସ୍ ଅଛି, ଏଠି 7ଟାର ଅଛି, କିନ୍ତୁ ଫୁଲ ଅପସନ ଚେନ୍ ଦେଖିବାକୁ ଚାହୁଁଛି, ଏଠି କ୍ଲିକ୍ କଲେ ବ୍ୟାଙ୍କ ନିଫ୍ଟି ଅପସନ ଚେନ୍ କୁ ନେଇ ଆସିବ। ଏଠି ସବୁ ପ୍ରକାର ଡିଟେଲ ଆପଣଙ୍କୁ ମିଳିଯିବ, ଯାହା ଖୋଜୁଛନ୍ତି ତାଠୁ ବହୁତ ଅଧିକ। ଓକେ, ଯଦି ମୁଁ ଏଠି ହୋମ କ୍ଲିକ୍ କରିବି ପୁଣି ଡ୍ୟାସବୋର୍ଡ କୁ ନେଇ ଆସିବ। ସେମିତି ଯଦି ମୁଁ ନିଫ୍ଟି ଅପସନ ଚେନ୍ ଦେଖିବାକୁ ଚାହୁଁଛି, ନିଫ୍ଟି ଅପସନ ଚେନ୍ ଆସିଯିବ, ଟିକେ ହୋମ କଲେ ସେଟା ଏଠି ପଳେଇ ଆସିବ। ଠିକ ଅଛି, ତାପରେ ଆପଣ ଦେଖିପାରିବେ ୱିକଲି ଓଆଇ ଚାର୍ଟ। ଏଇଟା ହଉଛି ଓପନ ଇଣ୍ଟରେଷ୍ଟ ଉପରେ କଲ୍ ଆଉ ପୁଟ୍ ର କଣ ଆକ୍ଟିଭିଟି ସେଟା ଦେଖିବା ପାଇଁକା। ଏଇଟା ପୋଜିସନାଲ ଟ୍ରେଡ୍ ପାଇଁକା। ଏଠି ଆପଣ ଦେଖିଲେ ଏଠି ଦେଖାଯାଉଛି ବ୍ୟାଙ୍କ ନିଫ୍ଟିରେ 54,000 ହଉଛି ତାର ଷ୍ଟପ୍ ଲସ୍ ମାନେ ରେଜିଷ୍ଟାନ୍ସ, ଆଉ ଏଠି ଆସୁଛି 52,000 ୟାର ହଉଛି ସପୋର୍ଟ। 2,000 ପଏଣ୍ଟର ଗ୍ୟାପ ରେ ଇଏ ଚାଲୁଛି ଏବେ, କିନ୍ତୁ ଖସିକି ଆସିବ ଏଠି ତାକୁ ଗୋଟେ ସପୋର୍ଟ ମିଳିପାରେ 53,000, ଦେନ୍ 52,500, ଦେନ୍ 52,000, ଏଗୁଡା ବି ସପୋର୍ଟ ଅଛି। ଏଠି ରେଜିଷ୍ଟାନ୍ସ ଅଛି 53,500, 54,000, ଦେନ୍ 54,500 ରେଜିଷ୍ଟାନ୍ସ ଅଛି। ନିଫ୍ଟିରେ ଆମର ରେଜିଷ୍ଟାନ୍ସ ଅଛି 26,000, ଆଉ ସପୋର୍ଟ ଆସୁଛି ସବୁଠୁ ଅଧିକା ବୋଧେ ଏଇଠି ଆସୁଛି
which is 25,000 এটা weekly basis ରେ ଏଠି ଭଲ୍ୟୁମ ର ଚାର୍ଟ କରାଯାଇଛି ଯେ ପୁଟ୍ ଆଉ କଲ୍ ର ଭଲ୍ୟୁମ ର ରେସିଓ କେମିତି ଅଛି ଏଥିରୁ ବିଭିନ୍ନ ଜିନିଷ ଇଣ୍ଟରପ୍ରିଟ କରାଯାଇପାରେ ଯୋଉମାନେ ବୁଝିପାରୁଥିବେ ସେମାନେ ଏଥିରୁ ଜାଣିପାରିବେ କଣ ଏହାର ଭ୍ୟାଲ୍ୟୁ ଅଛି ସେମିତି ଆପଣ ଡେ ଓଆଇ ଚାର୍ଟ ଅର୍ଥାତ ଚେଞ୍ଜ ଇନ୍ ଓପନ ଇଣ୍ଟରେଷ୍ଟ ର ଓଆଇ ଚାର୍ଟ ଯୋଉଟା ଏଠି ଦେଖୁଛନ୍ତି ଛୋଟିଆଟେ ଏଠି ଯୋଉଟା ଦେଖୁଛନ୍ତି ଛୋଟିଆଟା ତାର ବଡ ଭର୍ସନ ଏଇ ଜାଗାରେ ଅଛି এইটা ইন্ট্রাডে রে ଏଥିରେ ଯୋଉ ବ୍ଲୁ ବାର ଗୁଟା ତଳକୁ ପଳେଇ ଆସିଛି ଅର୍ଥାତ ପୁଟ୍ ରାଇଟର ସବୁ ପଳେଇ ଯାଉଛନ୍ତି ଏଠି ରହିବାକୁ ଚାହୁଁନାହାନ୍ତି ମାର୍କେଟ ଇଜ ପିଓରଲି ବିୟରିଶ ନିଫ୍ଟିରେ ଆହୁରି ଅଧିକା ସବୁ ନେଗେଟିଭ ହେଇଗଲାଣି ପୁଟ୍ ଅପସନ ସବୁ ଯିଏ ଥିଲେ ତାଙ୍କର ଲସ୍ ବୁକ୍ କରିକି ବାହାରି ଗଲେଣି ସବୁ କେବଳ କଲ୍ ରାଇଟର ଠିଆ ହେଇଛନ୍ତି ସୋ ଇଏ ଇଣ୍ଡିକେଟ କରୁଛି ଯେ ମାର୍କେଟ ବିୟରିଶ ଅଛି ଆଉ କୋଉ ଜାଗାରେ ତାର ରେଜିଷ୍ଟାନ୍ସ ଅଛି ସେ ଦେଖଉଛି 2600 ରେ ହ୍ୟୁଜ ରେଜିଷ୍ଟାନ୍ସ ଇମିଡିଏଟଲି 2600 ଟପିକ ଯିବାର ଚାନ୍ସ ବହୁତ କମ ଅଛି ଦେଖିଦେବ ୱିକଲିରେ ବି ସେଇଆ ଥିବ ଯଦି ଆମେ ଦେଖିବା ୱିକଲିରେ ୱିକଲି 26,000 ଟପିକ ଯିବା ପାଇଁକା ବହୁତ କଲ୍ ରାଇଟରଙ୍କୁ ଲସ୍ କରିକି ଯିବାକୁ ପଡିବ ତାହେଲେ ଯାଇଥିବ ତ ଇଏ ହଉଛି ଗୋଟେ ଆମର କଷ୍ଟମାଇଜଡ ଅପସନ ଚେନ୍ ୟା ଛଡା ମଧ୍ୟ ଆହୁରି ଜିନିଷ ୟା ଭିତରେ ଅଛି ଯଦି ଆପଣ ଚାହୁଁଛନ୍ତି ଏକ୍ସପାୟରି ଦିନ ଆଚ୍ଛା ହଁ ମୁଁ ଦେଖେଇଦିଏ ଫିନ୍ ନିଫ୍ଟି ଏଇଟା ଫିନ୍ ନିଫ୍ଟିର ଅପସନ ଚେନ୍ ଏଠି ବି ସେମିତି ୱିକଲି ରେଜିଷ୍ଟାନ୍ସ ୱିକଲି ସପୋର୍ଟ ଇଣ୍ଟ୍ରାଡେ ରେଜିଷ୍ଟାନ୍ସ ଇଣ୍ଟ୍ରାଡେ ସପୋର୍ଟ ଆଉ ୱିକଲିରେ କଣ ଅଛି ଇଣ୍ଟ୍ରାଡେରେ କଣ ଅଛି କୋଉ ଷ୍ଟ୍ରାଇକ ପ୍ରାଇସ ର କିଣି ପାରିବେ ବିକ୍ରି କରିପାରିବେ ଏସବୁ ଜିନିଷ ଏଠି ଅଛି ତାର ଓପନ ଇଣ୍ଟରେଷ୍ଟ ଚେଞ୍ଜ ଇନ୍ ଓପନ ଇଣ୍ଟରେଷ୍ଟ ର ଚାର୍ଟ ମଧ୍ୟ ଏଠି ଅଛି ମିଡ କ୍ୟାପ ନିଫ୍ଟିର ସେମିତି ଆପଣ ୱିକଲି ରେଜିଷ୍ଟାନ୍ସ ସପୋର୍ଟ ଇଣ୍ଟ୍ରାଡେ ରେଜିଷ୍ଟାନ୍ସ ସପୋର୍ଟ ଅଛି ତାର ଇଣ୍ଟ୍ରାଡେ ପିସିଆର ଅଛି ୱିକଲି ପିସିଆର ଅଛି ଆଉ ସପୋର୍ଟ ରେଜିଷ୍ଟାନ୍ସ ମଧ୍ୟ ଏଠି ଡିସପ୍ଲେ ହଉଛି ୟାର ଉପରେ ତାର ମଧ୍ୟ ଇଣ୍ଟ୍ରାଡେ ପାଇଁକା ୱିକଲି ପାଇଁକା ପୁଟ୍ କଲ୍ ରେସିଓର ଚାର୍ଟ ଡ୍ର କରାଯାଇଛି ଏଥର ବହୁତ ଜିନିଷ ଜାଣିପାରିବେ ଆଉ ଲାଷ୍ଟ ଜିନିଷ ଆକ୍ଚୁଆଲି ଏଟାକୁ କମ୍ପ୍ଲିଟ ଜାଣିବା ପାଇଁକା ଆପଣଙ୍କୁ 3 ଘଣ୍ଟା ଦରକାର ପଡିବ ପୁରା ବୁଝିବା ପାଇଁକା ଆପଣଙ୍କୁ ବୁଝେଇ ଦଉଛି ବ୍ରଡଲି କଣ କଣ ଅଛି ଆଡଭାଣ୍ଟେଜ ଏଠି ଅଛି ଏକ୍ସପାୟରି ଡେ ଦିନ ଯଦି ଆପଣ ଟ୍ରେଡ ନେବାକୁ ଚାହୁଁଛନ୍ତି ଅପସନ ବିକ୍ରି କରିକି ତାକୁ ହେଜ୍ କରିକି ତାହେଲେ ଧରି ନିଅନ୍ତୁ ଆସନ୍ତା କାଲି ବ୍ୟାଙ୍କ ନିଫ୍ଟି ର ଏକ୍ସପାୟରି ଅଛି ତାହେଲେ କଣ କରିବି ମୁଁ ନେବି ବିକ୍ରି କରିଦେବି 53,100 କଲ୍ ଅପସନ 52,000 ପୁଟ୍ ଅପସନ କିନ୍ତୁ ଯେହେତୁ ଗୋଟେ ଅପସନ ବ୍ୟାଙ୍କ ନିଫ୍ଟିର ଅପସନ ବିକ୍ରି କରିବା ପାଇଁ ପାଖାପାଖି 70-75 ହଜାର ଟଙ୍କା ଲାଗେ ଦିଟାକ ବିକ୍ରି କଲା ବେଳକୁ ପାଖାପାଖି 1.5 ଲକ୍ଷ ଟଙ୍କା ଲାଗିଯିବ ମୁଁ କଣ କରିବି ଡିପ୍ ଆଉଟ ଅଫ ଦି ମନିର ଗୋଟେ କଲ୍ ଆଉଟପୁଟ କିଣିଦେବି ଗୋଟେ 4 ଟଙ୍କା 10 ପଇସା 2 ଟଙ୍କା 20 ପଇସାରେ କିଣିଦେବି ତାହେଲେ ମତେ ଦିଟାକ ମିଶିକି ବୋଝରେ 50,000 ଟଙ୍କା ଲାଗେ ସେଇ ପ୍ରକାର ଟ୍ରେଡ କରିବା ପାଇଁକା ଏ ଅଟୋମେଟିକ କ୍ୟାଲକୁଲେସନ ହଉଥିବ ତାର ମ୍ୟାକ୍ସ ପ୍ରଫିଟ କେତେ ମ୍ୟାକ୍ସ ଲସ୍ କେତେ ସେ ଦେଖେଇଦବ ସେମିତି ନିଫ୍ଟି ପାଇଁକା ଅଛି ବ୍ୟାଙ୍କ ନିଫ୍ଟି ଫିନ୍ ନିଫ୍ଟି ମିଡ୍ କ୍ୟାପ ନିଫ୍ଟି ପାଇଁକା ବେସିକାଲି ଏନଏସସି ଇଣ୍ଡାଇସେସ୍ ଅଛି ଏଠି ଅଛି ଯଦି ମୁଁ ଷ୍ଟ୍ରାଇକ ପ୍ରାଇସ୍ ନିଜେ ବାଛିବାକୁ ଚାହୁଁଛି କୋଉ ଷ୍ଟ୍ରାଇକ ପ୍ରାଇସ୍ ବିକ୍ରି କରିବେ ସେଠି ମୁଁ ବାଛିକି ଏଠି କରିପାରିବି ସେମିତି ବହୁତ ପ୍ରକାରର ଜିନିଷ ଅଛି ଏଠି ସେ ମନକୁ ମନ ତାର ପ୍ରିମିୟମ କ୍ୟାଲକୁଲେଟ ଷ୍ଟପ୍ ଲସ୍ ଆଉ ଟାର୍ଗେଟ ବି କ୍ୟାଲକୁଲେଟ କରିଦବ ଯଦି ଷ୍ଟପ୍ ଲସ୍ 30% ରଖୁଛନ୍ତି ତାହେଲେ କେତେ ଟଙ୍କା ହବା କଥା ତାର ଷ୍ଟପ୍ ଲସ୍ ଯଦି ଆପଣ ବ୍ରାକେଟ ଅର୍ଡର ଲଗେଇଛନ୍ତି ସେ ଏଇଠୁ କ୍ୟାଲକୁଲେଟ କରି ଦେଇଦବ ଯଦି ଆପଣ ସିନ୍ଥେଟିକ ଫ୍ୟୁଚର କ୍ରିଏଟ କରିବାକୁ ଚାହୁଁଛନ୍ତି ସିନ୍ଥେଟିକ ଫ୍ୟୁଚର ମଧ୍ୟ ଏଠୁ କ୍ରିଏଟ କରିପାରିବେ ବର୍ତ୍ତମାନ କୁହନ୍ତୁ କଣ ଆପଣ ଜାଣିବାକୁ ଚାହୁଁଛନ୍ତି ଏଠି ମଝିରେ ମଝିରେ ପବିତ୍ର ଗୋଟେ ଗୋଟେ ନାଁ ଏଠି ବଳଭଦ୍ର ଏମ୍ ବୋଲି ଗୋଟେ ଡିସପ୍ଲେ କଲା ମୋ ସ୍କ୍ରିନ୍ ଉପରେ ଯଦି କିଏ ସାର୍ ଆନାଟମି ୟୁଜ କରିଥିବେ ତାହେଲେ ସେ ଟାଇମରେ ଆପଣ ଆଚ୍ଛା ଆଚ୍ଛା ଓକେ ଓକେ ହଁ ଯଦି ଆପଣ କିଛି ଜାଣିବାକୁ ଚାହୁଁଛନ୍ତି ଆ ବିଷୟରେ କୁହନ୍ତୁ ଯଦି ଆପଣ ମଧ୍ୟ କିଏ ଏଇ ଟୁଲ ଟାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ଦିସ୍ ଇଜ ଆଭେଲେବଲ ଫର ଏ ସବସ୍କ୍ରିପସନ ବଡ ନମିନାଲ ରେଟ୍ ରଖାଯାଇଛି ଆପଣଙ୍କୁ ଅଟୋମେଟିକ ବହୁତ ପ୍ରକାରର ଅପସନ ଚେନ୍ ମିଳିଯିବ ମାର୍କେଟରେ ଫ୍ରିଲି ମିଳିଯିବ ମୁଁ ଗଲା ଥର କ୍ଲାସରେ ମଧ୍ୟ ଲିଙ୍କ ଦେଇଥିଲି ଯୋଉଠି ଆପଣ ମଧ୍ୟ ଡାଉନଲୋଡ କରିପାରିବେ କିନ୍ତୁ ଏଥିରେ ଯୋଉ ପ୍ରକାର ଫିଚର୍ସ ଅଛି ସେ ଫିଚର ଇଣ୍ଡିଆରେ କେହି ଦେଇନାହାନ୍ତି ଏପର୍ଯ୍ୟନ୍ତ କେବଳ ଅପସନ ଚେନ୍ ଟା ଯେମିତି ଦେଖାଯାଏ ଏନଏସସି ସାଇଟରେ ସେମାନେ ସେମିତି କରିକି ଦଉଛନ୍ତି ଦେଖାଯାଏ ନୁହେଁ ସେ ଡେଟା ଦଉଛନ୍ତି ଏଥିରେ ଆପଣ ଡାଇରେକ୍ଟଲି ଟ୍ରେଡ କରିବା ପାଇଁକା ଇନପୁଟ ମିଳିଯିବ
ଯଦି ଆପଣ ନେବାକୁ ଚାହିଁବେ ତାହେଲେ ୟାର ମନ୍ଥଲି ସବସ୍କ୍ରିପସନ ରହିବ 200 ଟଙ୍କା। ଯଦି ଆପଣ କ୍ୱାର୍ଟରଲି ନେବେ ରହିବ 400 ଟଙ୍କା। ଯଦି ବର୍ଷକ ପାଇଁ ନେବେ ତାହେଲେ 1100 ଟଙ୍କା ରହିବ ସବସ୍କ୍ରିପସନ। ଯଦି ଆପଣ ମାନଙ୍କୁ ସାର୍ କିଏ ଇଣ୍ଟରେଷ୍ଟ ସାର୍ ମୋର ଗୋଟେ କ୍ୱେଶ୍ଚନ୍ ଥିଲା ସାର୍। ଆଜ୍ଞା ମୁଁ କହିଲି ସାର୍ ଏଇଟା ଟିକେ ସାର୍ ମାନେ ଆମେ ତ ଜାଣିପାଇଲୁ ଏଇଟା ଟିକେ ଯୋଉ ଲାଇଭ କ୍ଲାସରେ ସାର୍ ଟିକେ ଦେଖି ମାନେ ଏଇଟା ହେଇଥିଲେ ଟିକେ ଭଲସେ ଜାଣି ହେଇଥାନ୍ତା। ଟିକେ ସାର୍ ବି ରହିଯାଉଛି ମାନେ ଜାଣିବାଟା ଟିକେ ସାର୍ କେମିତି ବିଲକୁଲ ବିଲକୁଲ ଫଙ୍କସନ ହବ କଣ ହବ। ଲାଇଭ କ୍ଲାସ ଥରେ କରିବା। ମୁଁ ଅଲରେଡି ପ୍ଲାନ୍ କରିଛି ଲାଇଭ କ୍ଲାସ ଥରେ କରିବା ପାଇଁ। ଲାଇଭ କ୍ଲାସ ଇନ ଦି ଆଜ୍ଞା ସେନ୍ସ ହେଲେ ସାର୍ କଣ କି କେମିତି କଣ ଫଙ୍କସନ ହବ ସେଇଟା ଟିକେ ଜାଣିପାରିବୁ ଆମେ। ବିଲକୁଲ ଜଣେ ଯଦି ବ୍ୟବହାର ସାର୍ କରିବ କେମିତି ବ୍ୟବହାର କରିବ ସାର୍ ସାର୍ ଏଇ ଆଜ୍ଞା ଚାର୍ଟ देखिए बीटीएसटी कॉल नहीं होगा सर? କଣଟା କହିଲେ? बीटीएसटी कॉल नहीं होगा सर एक और चार्ट देखिए। ହଁ ହଁ ବିଲକୁଲ ସେଇଥିପାଇଁ ତ କହୁଛି ଏଠି ଏମାନଙ୍କର ଆମର ଅଛି ୱିକଲି ସପୋର୍ଟ ରେଜିଷ୍ଟ୍ରେସନ ତ ସେଥିପାଇଁ ଅଛି ନା। ୱିକଲି ସପୋର୍ଟ ଅଛି 52,000, ୱିକଲି ରେଜିଷ୍ଟ୍ରେସନ 54,000। ସେ ତ ବିଟିଏସଟି ପାଇଁ ଅଛି ନା। ବିଟିଏସଟି ଓଭରନାଇଟ୍ ଆପଣ ନେବା ପାଇଁକା ଓଭରନାଇଟ୍ ନେବା ପାଇଁକା ଆଜ୍ଞା ଯଦି ସେ କହୁଛି ଯେ ୱିକଲି ତାର ସପୋର୍ଟ ଅଛି 52,000 ଆଉ ରେଜିଷ୍ଟ୍ରେସନ ଅଛି 53,000 54,000। ଆମର ଚାଲିଛି 52,978। ସେ ଇଣ୍ଡିକେଟ କଣ କରୁଛି ଏବେ ବିଏରିସ୍ ଅଛି। ଇଏ ଖସିପାରେ, ଖସି କୋଉଠି ସପୋର୍ଟ ନବ 52,000 ସପୋର୍ଟ ନବ। बावन ତାହେଲେ ବର୍ତ୍ତମାନଠୁ 978 ପଏଣ୍ଟ ଯିବାର ପସିବିଲିଟି ଅଛି। ତାହେଲେ ଯଦି ମୁଁ ଗୋଟେ ପୁଟ୍ କିଣିବି, କୋଉ ପୁଟ୍ଟା କିଣିବି? ତାହେଲେ ମୁଁ ଯଦି 52,000 ପୁଟ୍ଟା କିଣୁଛି 16 ଟଙ୍କାରେ ଆସୁଛି। should I buy this? should I buy this? should I buy this? ସେଥିରେ ଡିସାଇଡ୍ କରିପାରିବେ। ନା କହୁଛନ୍ତି ନା ମୁଁ ଏଟାକୁ କିଣିବିନି, ମୁଁ ବିକ୍ରି କରିଦେବି। ବିକ୍ରି କଲେ କଣ ବିକ୍ରି କରିବେ? 52,100 ର କଲ୍ ଯାହାର ପ୍ରାଇସ୍ ଚାଲିଛି 956 ଟଙ୍କା, ସେଠି ସେଟାକୁ ଆପଣ ବିକ୍ରି କରିପାରିବେ। ଏଠି ମୁଁ ଦେଖୁଛି ସରି ସେଟା ଏଠି 53,100 ର କଲ୍ ଅପସନ। ସେଠି ଅଛି ସେଲ୍ ବାଇ ଫର ଏଭ୍ରି 100 ବାୟର୍ସ ଦେର୍ ଆର୍ 441 ସେଲର୍ସ। 100ଟା ଯଦି କିଣୁଛନ୍ତି 441 ଜଣ ଲୋକ ବିକ୍ରି କରୁଛନ୍ତି। ତାହେଲେ 53,100 ର କଲ୍ ଅପସନ ମୁଁ ଏଟାକୁ ବିକ୍ରି କରିବାକୁ ଚାହିଁବି। 160 ଟଙ୍କା ବିକ୍ରି କରି ବସୁଛି କାରଣ 4.41 ଟାଇମ୍ ସେଲର ଅଛନ୍ତି। ବିକ୍ରି କରି ବସିବି 4 ଦିନ, ଯୋଉ ଦିନ ଏକ୍ସପାୟରି ହବ ସେଦିନ ଦେଖିବି। ଏଇଟା ଆପଣ ଏଠି ବ୍ୟବହାର କରିପାରିବେ ବିଟିଏସଟି ପାଇଁକା। ଆକ୍ଚୁଆଲି ବିଟିଏସଟି ନା ପୋଜିଶନାଲ, ଯୋଉଟା ଆପଣ ଇଣ୍ଟ୍ରାଡେରେ ସ୍କୋୟାର ଅଫ୍ କରୁନାହାନ୍ତି, ସେଇଟା ଏଠି ଦେଖି କରିପାରିବେ। आगे ମୁଁ ଗୋଟେ ଡିସାଇଡ୍ यार ଆଉ କିଛି ମାନେ ଟ୍ୟୁଟୋରିଆଲ ଭିଡିଓ ଅଛି କି ସଫ୍ଟୱେयर ପାଇଁ? ଏଟା ତ ସଫ୍ଟୱେର ନୁହେଁ, ଏଟା ଖାଲି ଗୋଟେ ଏକ୍ସେଲ ଫାଇଲଟେ। ତ ସାର୍ ୟା ୟୁଜ ପାଇଁ ଆପଣ ଯାହା କହିଲେ ମିନିମମ୍ 3-4 ଘଣ୍ଟା ଲାଗିବ ଆପଣଙ୍କୁ ବୁଝେଇବାକୁ, ତ ଆପଣ ତା ହଁ ହଁ ସାର୍ ଆପରେ ଆଉ ଗୋଟେ କ୍ଲାସ ମଧ୍ୟ କରାଯିବ। ଆପଣ ଯୋଉମାନେ ସବୁ ଜଏନ କରୁଥିବେ, ଯାହା ଯାହା ଆପଣ ମନରେ କ୍ୱେଶ୍ଚନ ବି ରହିବ କି ଯେଉଁମାନେ ଆକୁ ସବସ୍କ୍ରିପସନ ନେବେ, କିଛି କିଛି ଡାଉଟ୍ ଯୋଉମାନଙ୍କର ରହିବ, ତାପରେ ଆଉ ଗୋଟେ ମଧ୍ୟ ଡାଉଟ୍ କ୍ଲିୟର କ୍ଲାସ ମଧ୍ୟ କରାଯିବ। ସବସ୍କ୍ରିପସନ ତ ଡେଫିନେଟଲି ମୁଁ ନେବି। ଆଜ୍ଞା ତାପରେ ମାନେ ଲାଇଭ କ୍ଲାସରେ ଯଦି ଆପଣ ଗୋଟେ ଥରେ ଆସିକି ଦେଖେଇଦେବେ ତାପରେ ହଁ ତମର ଠିକ ଅଛି। ତ ଏଥିରେ ଗୋଟେ ଚ୍ୟାଲେଞ୍ଜ ଯୋଉଟାକୁ ମତେ ଠିକ କରିବାକୁ ପଡିବ। ଏଠି ଯାହା ମୁଁ ବ୍ୟବହାର କରିଛି ସବୁ ଫର୍ମୁଲା, ସେଇଟା ଏକ୍ସେଲ ର 2021 ଭର୍ସନ ର ଫର୍ମୁଲା। ଲୋଅର ଭର୍ସନ ରେ ଏଟା କାମ କରିବନି କାରଣ ଆଡଭାନ୍ସ ଭର୍ସନ। ତାକୁ ୟାର ସବୁ ଯାକ ଫର୍ମୁଲା ଲୋଅର ଭର୍ସନ କୁ କନଭର୍ଟ କରିବାକୁ ପଡିବ। କାରଣ ଆଡଭାନ୍ସ ଭର୍ସନରେ କଣ ଅଛି, ଗୋଟେ ସିମ୍ପଲି ସେ ଫର୍ମୁଲା ଲେଖି ହେଇଯାଏ। କିନ୍ତୁ ଲୋଅର ଭର୍ସନରେ 2021 ପୂର୍ବର ଯୋଉମାନଙ୍କର ଏକ୍ସେଲ ଥିବ, ସେଥିପାଇଁକା ତାକୁ ମତେ ସବୁ ଯାକ ଫର୍ମୁଲାକୁ ଚେଞ୍ଜ କରିବାକୁ ପଡିବ। ସେଥିପାଇଁ ମତେ ଦିନେ ଦିନ ଲାଗିପାରେ, କାରଣ ମୁଁ ନୂଆ ଭର୍ସନ ୟୁଜ କରେ, ତ ସେ ନୂଆ ଭର୍ସନର ସିମ୍ପଲର ଫର୍ମୁଲାକୁ ମୁଁ ୟୁଜ କରୁଛି। ଆମର ତ ସାର୍ ସେଇ ପୁରୁଣା ଭର୍ସନ ଯାକ ଅଛି 17 କି 16 16 ନାଇଁ କି 16 16 ଏମଏସ୍ ଅଫିସ କଣ କରେ, ପ୍ରତି 3 ବର୍ଷ ଥରେ ସେ ଅପଡେଟ କରେ। ନୂଆ ଭର୍ସନ। ଆଜ୍ଞା ସେଟା 2007, 10, 13, 16, 19, 21 ଏକା ବୋଧେ ଆସନ୍ତା କାଲି ଗ୍ଲୋବାଲି ରିଲିଜ କରିବେ 2024 ର। 21 ଥିଲା, 21 ପରେ 3 ବର୍ଷ 24। ତ 7, 10, 13, 16, 19, 21, 24 ଆମର 16ଟା ବୋଧେ ଅଛି। ଆପଣ 16 ଅଛି। ଆଚ୍ଛା ଠିକ ଅଛି, ତାହେଲେ ମତେ ମୁଁ ଲୋଅର ଭର୍ସନ ପାଇଁକା ସବୁ ଯାକ ଫଲୋ କରିଦେବି। ସାର୍ କେମିତି କଣ ପେମେଣ୍ଟ କରିବାକୁ ପଡିବ ମତେ କହିବେ। ହଁ ହଁ
ସେଟାକୁ ମୁଁ କହିଦେବି ଆପଣଙ୍କୁ। ମୋର ସାର୍ 2021 ରେ ସାର୍ ଅଛି ସାର୍। 2021 ଅଛି, ତାହେଲେ ତ ଅସୁବିଧା ନାହିଁ। ମୁଁ କଣ କରିବି ନା, ମୁଁ ସବୁ ଯାକୁ ଲୋଅର ଭର୍ସନ ଫର୍ମୁଲାକୁ ଟ୍ରାନ୍ସଫର କରି ଦେଖନ୍ତୁ କୋଉଠି ହେଇଛି ଏସବୁ ଜିନିଷ। ସପୋଜ ମୁଁ ତାର ଆମେ ଦେଖୁଛି ଦିଟା ବର୍ସନ ରଖିଦେବେ, ଗୋଟେ 21 ବର୍ସନ ରଖିଦେବେ ଆଉ ଗୋଟେ ଓଲ୍ଡ ବର୍ସନ ରଖିଦେବେ। ଯେ ଯୋଉ ବର୍ସନ ଇଣ୍ଟରେଷ୍ଟ ଥିବ ସେ ସେଇ ବର୍ସନ ନେଇପାରିବେ। ନାଇଁ, ଯଦି ମୁଁ ଲୋଅର ଭର୍ସନ କରୁଛି ନା ସେଟା ଅପର ଭର୍ସନ ଖୋଲିଯିବ, କିନ୍ତୁ ହାୟର ଭର୍ସନ ଟା ଲୋଅର ଭର୍ସନ ଖୋଲିବନି। ଫର ଏକ୍ସାମ୍ପଲ ଫିନ୍ ନିଫ୍ଟି ଦେଖନ୍ତୁ, ଏଠି ମୁଁ ଗୋଟେ ଫର୍ମୁଲା ୟୁଜ କରୁଛି ଏକ୍ସ ଲୁକଅପ୍। ଏକ୍ସ ଲୁକଅପ୍ 2021 ପୂର୍ବର କୌଣସି ଭର୍ସନ ନାହିଁ। ଯଦି ଆପଣଙ୍କ ପାଖେ 2021 ର ପୂର୍ବ ଭର୍ସନ ଅଛି, ଏଠି ଆପଣଙ୍କୁ ଦେଖେଇବ ଏମିତି କଣ ଲେଖିବ, ଏଠି ଲେଖିବ ଏମିତିଆ, ଏଠି ଲେଖିବ ହାସ୍ ନେମ୍, ଏମିତି ଡିସପ୍ଲେ ହେଇକି ଆସିବ। ଏଇ ଜିନିଷଟାକୁ ଏମିତି ହାସ୍ ନେମ୍ କରି ଛାଡିଦବ, କାରଣ ସେ ବୁଝିପାରିବନି 2021 ର ପୂର୍ବର ଭର୍ସନରେ ଏକ୍ସ ଲୁକଅପ୍ ର ମାନେ କଣ। ତେଣୁ ମତେ ଏଗୁଡା ସବୁ ଯାକ ଚେଞ୍ଜ କରିବାକୁ ପଡିବ। ତ ଯେତେ ଜାଗାରେ ଅଛି ସବୁ ଜାଗାରେ ମୁଁ ଏଠି ଏକ୍ସ ଲୁକଅପ୍ ଏଠି ୟୁଜ କରୁଛି, ଆଉ କୋଉଠି ଆଉ କଣ ୟୁଜ କରୁଛି, ସେଗୁଡାକୁ ସବୁ ଲୋଅର ଭର୍ସନ ପାଇଁ ମତେ ୟୁଜ କରିବାକୁ ପଡିବ। ଫର୍ମୁଲାକୁ ଚେଞ୍ଜ କରିବାକୁ କରିଦେବି। ଗୋଟେ 2 ତାରିଖ ଛୁଟି ଅଛି, ସେଦିନ ବସିକି କରିଦେଇ ପାରିବି। ଇଟ୍ ଟେକ୍ସ ଟାଇମ୍ ଖାଲି। ଏକ୍ସେଲ ଅସୁବିଧା କଣ ନା, ଆପଣ ଫର୍ମୁଲା ଯେତେ ଶହ ଶହ ଫର୍ମୁଲା ଚେଞ୍ଜ କରୁଛନ୍ତି, ଗୋଟେ କୋଟି ଭୁଲ ହେଇଗଲେ ସେ ସେ ଭୁଲଟା ରହିଯିବ, ଜାଣି ହବନି। ସୋ ଥରେ Sir, କରିବା। ଆଜ୍ଞା। sir, ଏଇଟା only for genuine MS Office ରେ କାମ କରିବ ନା ପାଇରେଟେଡ୍ ଭର୍ସନ ଯୋଉଟା ସବୁ ଅଛି ସେଥିରେ ବି କାମ କରିବ? ନାଇଁ ନାଇଁ, ସବୁଥିରେ କାମ କରିବ, ସବୁଥିରେ କାମ କରିବ। ଏଥିରେ କିଛି ପାଇରେଟେଡ ଆଉ ଇଏରେ ଆପଣଙ୍କର କଣ 21 ଟା ଲାଇସେନ୍ସ ନୁହେଁ କି? ନା ଲାଇସେନ୍ସ नहीं सर, प्राइवेट लोग कर दीजिए। ହଁ, ମାନେ ଆପଣ ଯୋଉ ଅନଲାଇନ ତାକୁ ଇନଷ୍ଟଲ କରିକି ଆକ୍ଟିଭେଟ କରିଛନ୍ତି ତ? ନାଇଁ ନାଇଁ ନାଇଁ, ସେ ଯୋଉ ଆସୁଛନ୍ତି ସାର୍, ସେ ସଫ୍ଟୱେର ବାଲା ସବୁ ଆସୁଛନ୍ତି, ଟଙ୍କା 500 ନଉଛନ୍ତି, ଲୋଡ କରିଦିଅ। ସେ ଯୋଉ ପାଇରେଟେଡ୍ ଭର୍ସନ ନାଇଁ, ठीक ଯଦି है। ଆପଣ ମାନଙ୍କୁ ତ କାହାକୁ ଦରକାର 2021 ଫ୍ରି ଅଫ କଷ୍ଟରେ ହେଇଯିବ, ମୁଁ ଥରେ କେବେ ଡେମୋନଷ୍ଟ୍ରେଟ କରି କାହାର ଗୋଟେ କମ୍ପ୍ୟୁଟର କରି ଦେଖେଇଦେବି, ଆପଣ ମାନେ ସେ ଷ୍ଟେପ ଦେଖିକି ନିଜେ କରିଦେଇ ପାରିବେ। 5 ଟଙ୍କା ଦେବା ଦରକାର ନାହିଁ, ମତେ ବି ପଇସା ଦେବା ଦରକାର ନାହିଁ, ଆପଣ ନିଜେ सर କରିଦେବେ। सर सो नाइस करके देखिले ମୁଁ କରେ। ଆପଣ ମାନେ ତ ଯାହା ପାଖରେ ପୁରୁଣା ଭର୍ସନ ଥିବ, ମତେ ଥରେ କହିଲେ, ମୁଁ ଏମିତିଆ ଏଠି ମୋର ଏନି ଡେସ୍କ। ଆଜ୍ଞା। ୱିଣ୍ଡୋଜ ତ ମୋର ଜେନ୍ୟୁନ୍ ୱିଣ୍ଡୋ, କିନ୍ତୁ ସେଥିରେ ସେ ପାଇରେଟେଡ୍ ଭର୍ସନ ସେ load କରେ। ହଁ ହଁ, କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। ଆକ୍ଚୁଆଲି କଣ ହେଇଛି, ଯେମିତି ଆମର ୟୁସେଜ ବଢି ବଢି ଚାଲିଛି ନା, ସେମିତି ଆମର ରିକ୍ୱାରମେଣ୍ଟ ବଢି ଚାଲିଛି। ପୁରୁଣା ଭର୍ସନରେ ଯୋଉ ସବୁ ଇସ୍ୟୁ ଥିଲା, ମାନେ ଇସ୍ୟୁ ଇନ୍ ଦି ସେନ୍ସ ଦ୍ୟାଟ କିଛି ଆପଣ କରିବାକୁ ଚାହୁଁଥିଲେ ଯୋଉଟା ହେଇପାରୁନଥିଲା, ସେଥିପାଇଁ କଷ୍ଟ କରିବାକୁ ପଡୁଥିଲା, ବା କିଛି ହଉଥିଲା ଯୋଉଟା କି ଡାଇନାମିକ ନଥିଲା, ଷ୍ଟାଟିକ ଥିଲା, ସେଟାକୁ ନୂଆ ଭର୍ସନରେ ଡାଇନାମିକ କରିଦେଇଛି। ଫର ଏକ୍ସାମ୍ପଲ ମୁଁ ଦେଖଉଛି ଏଠି, ମୁଁ ଏତକ କପି କରି ଆଉ ଗୋଟେ ସିଟ୍ କୁ ନେଇଯାଉଛି। ଦେଖନ୍ତୁ କଣ ନୂଆ ଭର୍ସନରେ କରୁଛି, ଆଉ ପୁରୁଣା ଭର୍ସନରେ ଗୋଟେ ନଥିଲା। ଏଇଟା ଟିକେ ନେଇ ଆସିଲି। ବର୍ତ୍ତମାନ ଏଇ ଯୋଉ ଉପରେ ଲେଖା ହେଇଛି, ଏଇଟା ହରାଇଜନ୍ଟାଲ ଲେଖା, ତାକୁ ଭର୍ଟିକାଲ କରିବାକୁ ଚାହୁଁଛି ମୁଁ। ତାହେଲେ କଣ କରିବି, ଏଟାକୁ କପି କରିବି, ଏଇ ଜାଗାକୁ ଆସିବି, ଏଠି ଆସି କହିବି ପେଷ୍ଟ ସ୍ପେଶାଲ। ସ୍ପେଶାଲରେ ଗୋଟେ କୋଉଠି ଟ୍ରାନ୍ସପୋଜ ଥିବ, ଏଇ ଦେଖନ୍ତୁ ଟ୍ରାନ୍ସପୋଜ, ତାହେଲେ ଏମିତି ଆସିଲା। ଏଇଟା କରିଦେଲା ପରେ ଯଦି ଏଠି ମୁଁ କିଛି ଚେଞ୍ଜ କରୁଛି, ସେଠି ଚେଞ୍ଜ ହବନି। କିନ୍ତୁ ନୂଆ ଭର୍ସନରେ କଣ କରୁଛି, ଏଠି ମୁଁ ତାକୁ ଡିଲିଟ କରିଦଉଛି, ଡିଲିଟ କରିଦେଇକି ଏଠି ଲେଖିବି ଇଜ ଇକ୍ୱାଲ ଟୁ ଟ୍ରାନ୍ସପୋଜ କରିକି ଏତିକି ସିଲେକ୍ଟ କରିଦେଲି। ସେ ତାକୁ ଟ୍ରାନ୍ସପୋଜ କରିଦେଲା। ଏଠି ମୁଁ ଏଠି ଗୋଟେ ଚେଞ୍ଜ କରିଦେଲି ଏ, ସେ ମନକୁ ମାନେ ଏଠି ବି ଏ ଚେଞ୍ଜ ହେଇଯିବ, ଏଟା ଡାଇନାମିକ କରିଦେଲା। ତ ବହୁତ ଏମିତି ଜିନିଷ ଅଛି ଯୋଉଟା ବଡ ସିମ୍ପଲ ୱେରେ କରିଦିଆଯାଇଛି। ସେଥିପାଇଁକା ମୁଁ ହାୟର ଭର୍ସନ ୟୁଜ କରେ, ଯେ କାମ ବହୁତ ସହଜ ହେଇଯାଏ। କିନ୍ତୁ ଯାହା ପାଖେ ପୁରୁଣା ଭର୍ସନ ଥିବ ତାକୁ ଟିକେ କଷ୍ଟ ହବ, ତେଣୁ ମୁଁ ତାକୁ ଏ ସବୁ ଫର୍ମୁଲା ଗୁଡାକ ଯୋଉଟା ଅଛି, ତାକୁ ମୁଁ 2021 ପୂର୍ବର ଭର୍ସନକୁ କରିଦେବୁ, ଯୋଉଟା କି ଆପଣ 2007 ଭର୍ସନ ମଧ୍ୟ ଚାଲିବ। କାରଣ ଏଇଟା ଆମର ଯୋଉ ଅପସନ ଚେନ୍ ଅଛି, ସେଟା ଗୋଟେ ଆମର ବେଡରକ୍ ଅପସନ ଟ୍ରେଡ କରିବା ପାଇଁ। ବିନା ଅପସନ ଚେନ୍ ଦେଖି ଟ୍ରେଡ କରିବା ଟିକେ କଷ୍ଟ ହୁଏ, ଏମିତି ନାହିଁ ଯେ ନଦେଖି କେହି କରନ୍ତିନି, କିନ୍ତୁ ମୁଁ ଏଥିରେ କମ୍ଫର୍ଟେବଲ କରିବା, ଏଥିରେ ମତେ ବେଶ ସୁବିଧା ବି ହୁଏ କରିବା। ଧରି ନିଅନ୍ତୁ ଦେଖିଲି ଯେ ବିଏରିସ୍ ଅଛି, କୋଉ ଷ୍ଟ୍ରାଇକ ପ୍ରାଇସ୍ ବାଛିବି, ମୁଁ ଏଇଠୁ ବାଛିବି କେବଳ।
ମୁଁ ଆଟ୍ ଦି ମନି ଇନ୍ ଦି ମନି ମୋ ମତଲବ ନାହିଁ, କୋଉଠି ସବୁଠୁ ଅଧିକା ବାୟର ଅଛନ୍ତି ସେଇଟା ବାଛି ତାରି ଉପରେ ଟ୍ରେଡ୍ କରିବି। ଆଜ୍ଞା ତରୁଣ ବାବୁ କିଛି କହୁଥିଲେ କି? ତରୁଣ କେମିତି ସାମନ୍ତ ବାବୁ? ନାଇଁ ସାର୍ ମଝିରେ ମଝିରେ ଜଏନ୍ କରିଦଉଛନ୍ତି, ତାଙ୍କର ଅଡିଓ ଯୋଉ ଅନ୍ ରହୁଛି ସେ ସେପଟ ସାଇଡ୍ ଆଚ୍ଛା ଆଚ୍ଛା କଥା ହଉଛନ୍ତି, ଭଏସ ଟା ଆସିଯାଉଛି। ଆଚ୍ଛା ଆଚ୍ଛା ଠିକ ଅଛି, ଆଉ କାହାର କୁହନ୍ତୁ ଯଦି ଯଦି କିଛି। କ୍ୱେଶ୍ଚିନ୍ ଅଛି ତ ପଚାରି ପାରନ୍ତି। ସାର୍ ମୋର ଗୋଟେ ମାନେ କ୍ୱେଶ୍ଚିନ୍ ଅଛି, ଏଟା ଆଜ୍ଞା ମାନେ ନଟ୍ ରିଲେଟେଡ୍ ଟୁ ଦିସ୍ ବଟ୍ ସାର୍ ଆମେ ତ ଜାଣିଛେ ଯେ ମାର୍କେଟ ଇଜ ବିଂ କଣ୍ଟ୍ରୋଲ ବାଇ ଦି ବିଗ ପ୍ଲେୟର୍ସ। ହୁଁ ଏଫଆଇଆଇ ଡିଆଇ ମାନେ ଆମ ମାର୍କେଟକୁ ସେମାନେ କଣ୍ଟ୍ରୋଲ। ସାର୍ ଆଜ୍ଞା ଆମେ କହୁଛେ ଯେ ଏତିକି ଷ୍ଟ୍ରାଇକ୍ ପ୍ରାଇସ୍ ରେ ଏତେଟା ଆମର କଲ୍ ରାଇଟ୍ ଅଛି, ଏତେଟା ଆମର ପୁଟ୍ ରାଇଟ୍ ଅଛି, ଆମେ ଏଟା କହୁଛେ। ତ ଆଜ୍ଞା ସେମାନେ ସେଟା ସେମାନେ କରିଛନ୍ତି, କିନ୍ତୁ ଯେତେବେଳେ ସେମାନେ ଚାହୁଁଛନ୍ତି ଯେ ସେଇ ପ୍ରାଇସ୍ କୁ ଆସିଲେ, ମାର୍କେଟ ଟା ସେଇ ପ୍ରାଇସ୍ କୁ ଆସିଲେ ସେମାନଙ୍କର ପ୍ରଫିଟ୍ ହବ, ତ ହଁ ତ ସେତିବେଳେ ସେମାନେ ମାନେ କଣ ମାନେ ନିଫ୍ଟିର କମ୍ପୋନେଣ୍ଟ ଯାକୁ ସେମାନେ ବାଇ କରନ୍ତି କି ସେଲ୍ କରନ୍ତି, ନା ଡାଇରେକ୍ଟ ସେମାନେ ନିଫ୍ଟିରେ ଟ୍ରେଡ୍ କରନ୍ତି? ଦେଖନ୍ତୁ ଡେରିଭେଟିଭ ର ଅର୍ଥ ହଉଛି ଅଣ୍ଡରଲାଇଂ ବଦଳିଲେ ହିଁ ଡେରିଭେଟିଭ ବଦଳିବ ନା। ସାର୍ ଡେରିଭେଟିଭ ଡେରିଭେଟିଭ ଡୁ ନଟ୍ ଚେଞ୍ଜ ଅଫ୍ ଇଟ୍ସ ଓନ୍। ଅଣ୍ଡରଲାଇଂ କେତେବେଳେ ବଦଳିବ? ଯେତେବେଳେ ତାର କମ୍ପୋନେଣ୍ଟ। ହଁ କନଷ୍ଟିଟ୍ୟୁଏଣ୍ଟ କମ୍ପାନିଜରେ ବାଇଂ ସେଲିଂ ହବ ନା, ସାର୍ ସାର୍ ମୁଁ ସେ ତ ସେଇ ଅନୁସାରେ ହବ। ସୋ ସେମାନେ ସେଇ କନଷ୍ଟିଚ୍ୟୁଏନ୍ସିକୁ ବାଇ ଅର୍ ସେଲ୍ କରନ୍ତି, ଯୋଉଟା ଟୁ ଆଚିଭ୍ ଦେୟାର ଗୋଲ୍ ଇନ୍ ନିଫ୍ଟି ଆଣ୍ଡ ବ୍ୟାଙ୍କ। ହଁ କରିପାରନ୍ତି ନ କରିପାରନ୍ତି, ଇନ୍ ଦି ସେନ୍ସ ଆମେ ଯୋଉ ଭାବୁଛେ ମାର୍କେଟକୁ ସେମାନେ କଣ୍ଟ୍ରୋଲ କରନ୍ତି, ଦ୍ୟାଟ୍ ମେ ନଟ୍ ବି ଦ ରାଇଟ୍ ଷ୍ଟେଟମେଣ୍ଟ, ବଟ୍ ଦେ ହ୍ୟାଭ୍ ସିଗ୍ନିଫିକାଣ୍ଟ ଇନଫ୍ଲୁଏନ୍ସ ଅନ୍ ଦି ମାର୍କେଟ। ତାଙ୍କର ଅବଜେକ୍ଟିଭ ନଥାଏ ଯେ ନିଫ୍ଟିକୁ ଖସେଇ ଦେବେ, ନିଫ୍ଟିକୁ ଚଢେଇ ଦେବେ, ନା, ଦ୍ୟାଟ୍ସ ନଟ୍ ଦି ପର୍ପସ୍ ଅଫ୍ ବିଗ୍ ପ୍ଲେୟର୍ସ। ସେମାନେ ମଧ୍ୟ ଆମ ଭଳିଆ ଚେଷ୍ଟା କରନ୍ତି ଜାଣିବା ପାଇଁକା ଯେ ମାର୍କେଟ କୁଆଡକୁ ଯିବ। ଅବିକା ମାର୍କେଟ ଓଭର ଭ୍ୟାଲ୍ୟୁଡ୍ ଅଛି ନା ଅଣ୍ଡର ଭ୍ୟାଲ୍ୟୁଡ୍ ଅଛି। ଯଦି ଓଭର ଭ୍ୟାଲ୍ୟୁ ତାଙ୍କୁ ଲାଗୁଛି, ତାହେଲେ ସେ ତାଙ୍କର ପୋଜିସନକୁ ହାଲକା କରିବେ। ପୋଜିସନ ହାଲକା କରିବେ ମାନେ ଇଣ୍ଡେକ୍ସ ଖସିବ। ସେମାନେ ଇଣ୍ଡେକ୍ସ ମ୍ୟାନେଜ କରନ୍ତି। ଇଣ୍ଡେକ୍ସ ମ୍ୟାନେଜ ଇନ୍ ଦି ସେନ୍ସ, ଧରି ନିଅନ୍ତୁ ସେମାନେ ଇଣ୍ଡେକ୍ସରେ ଲଙ୍ଗ ଅଛନ୍ତି, ମାନେ ଇଣ୍ଡେକ୍ସ ଫ୍ୟୁଚର ନେଇଛନ୍ତି ସେମାନେ, ଇଣ୍ଡେକ୍ସ ଫ୍ୟୁଚର ନିଫ୍ଟି ଫ୍ୟୁଚରରେ ସେମାନେ ଲଙ୍ଗ ଅଛନ୍ତି। ଦେଖିବାକୁ ଇଣ୍ଡେକ୍ସ ଖସିବାକୁ ଲାଗିଛି, ସେମାନେ ଦେଖିବାକୁ ଚେଷ୍ଟା କରିବେ ଯେ 50ଟା ଷ୍ଟକ୍ ଭିତରୁ କୋଉ ଷ୍ଟକ୍ ଗୁଡାକ ଅଧିକ ଖସୁଛି। ସୋ ଫର ଦେମ୍ ଟୁ ନଟ୍ ଲୁଜ ମନି, they start buying those stocks so that the price goes up, so that the index is managed. ଦି ପ୍ରକାର ଜିନିଷ ଅଛି, ଗୋଟେ ଇଣ୍ଡେକ୍ସ କୁ ମ୍ୟାନେଜ କରିବେ, ଗୋଟେ ରିସ୍କ କୁ ମ୍ୟାନେଜ କରିବେ। ରିସ୍କ ମ୍ୟାନେଜ କରିବା ପାଇଁ ଯଦି ସେ ଇଣ୍ଡେକ୍ସ କୁ ଲଙ୍ଗ କରିଛନ୍ତି, ତାହେଲେ ସେମାନେ କଲ୍ ସର୍ଟ କରିଦେବେ, ତାହେଲେ ସେଟା ରିସ୍କ କୁ ମ୍ୟାନେଜ କରୁଛନ୍ତି। କିନ୍ତୁ ଇଣ୍ଡେକ୍ସ କୁ ମ୍ୟାନେଜ କରିବା ପାଇଁ ସେମାନେ ଅଣ୍ଡରଲାଇନ୍ ଷ୍ଟକ୍ସ କୁ କିଣିବାକୁ ଚେଷ୍ଟା କରିବେ। ଦ୍ୟାଟ୍ସ ହାଉ ଇଟ୍ ହ୍ୟାପନ୍ସ। ଏମିତି କାହାର ଗୋଟେ ମନରେ ନଥାଏ ଯେ ଯାହା ବି ହେଇଯାଉ, ଯେ ଗୋଟେ ମଜା କରିବା, ଯେ ନିଫ୍ଟିକୁ ପକେଇଦବା, ଖାଲି ବ୍ୟାଙ୍କ ନିଫ୍ଟି ଚଢେଇଦବା। No, they are serious players. They are not, I mean, office of gossip mongers. ସେମାନେ ହଜାର ହଜାର କୋଟିର ଟ୍ରେଡ୍ କରନ୍ତି। They don't make fun of the market. They have certain strategies on which they work. ସେମାନେ ତାଙ୍କର ଆସେସମେଣ୍ଟ କରନ୍ତି। ଧରି ନିଅନ୍ତୁ ଆପଣ ଦେଖୁଛି ଗୋଟେ ଷ୍ଟକ୍, ଲେଟ୍ସ ଗୋ, ଆପଣ ଗୋଟେ ଷ୍ଟକ୍ ଦେଖଉଛି ଡେଲି ଚାର୍ଟରେ, ରେମଣ୍ଡ ଲିମିଟେଡ। ଚାର୍ଟ ଦେଖିକି ଆପଣଙ୍କୁ କଣ ଲାଗୁଛି? ଚାର୍ଟରେ କିଛି ନାହିଁ। ଏଠି ଅଲରେଡି ହେଡ୍ ଆଣ୍ଡ ସୋଲ୍ଡର ହେଇସାରିଲାଣି। ଏଠି ଗୋଟେ ସୋଲ୍ଡର ହେଇଛି, ଏଟା ହେଡ୍ ହେଇଛି, ଏଠି ଗୋଟେ ସୋଲ୍ଡର ହେଇସାରିଲାଣି। ଏଠି ତାର ନେକ୍ ଲାଇନ୍ ଭାଙ୍ଗିଛି, ସେ ଧଡାଧଡ ଖସିବା କଥା। ଟ୍ରାଇ ଟୁ ସି ଆନାଲିଷ୍ଟ ମାନେ କଣ କହୁଛନ୍ତି। ଆନାଲିଷ୍ଟ କଣ କହୁଛନ୍ତି? ଷ୍ଟ୍ରଙ୍ଗ ବାଏ। ଏଠି ସେ ଖସିବାର ନାହିଁ, ସେ କହୁଛନ୍ତି 2415 ଯାଏଁ ପହଞ୍ଚିବ। ଯଦିଓ ଆପଣଙ୍କ ଷ୍ଟ୍ରକ୍ଚର କହୁଛି ଯେ ତଳ ଖସିବ। ତ ସେମାନେ ନା ଏଇସବୁ ଜିନିଷକୁ ବେଶୀ ଧ୍ୟାନ ଦିଅନ୍ତିନି। ଡିପ୍ ଆନାଲିଟିକ୍ସ ଥାଏ ଯେ ତା ଉପରେ ସେ କଣ କରିବାକୁ ଚାହୁଁଛନ୍ତି ଆସେଟ ଉପରେ। ମାର୍କେଟ ଖସିଲେ ମଧ୍ୟ ସେ କିଣିବେ, ବିକଜ ତାଙ୍କର ଆନାଲିସିସ୍ ଅଛି ଯେ ଫାଇନାନ୍ସିଆଲି ଏ କମ୍ପାନୀ ଷ୍ଟ୍ରଙ୍ଗ, ମ୍ୟାନେଜମେଣ୍ଟ ଭଲ,
business is good, sector is good, over a period of time it will give results. ତେଣୁ ସେମାନେ ଏମିତି କାହାକୁ ହଇରାଣ କରିବା ପାଇଁ କିଣି ଦିଅନ୍ତିନି, ବିକ୍ରି କରନ୍ତିନି। ତ ଏଇଟା ଭାବିବା ଉଚିତ ନୁହେଁ ଯେ ସେମାନେ ମାର୍କେଟ କୁ କଣ୍ଟ୍ରୋଲ କରନ୍ତି। ସେମାନେ ତାଙ୍କର ପଇସା ପାଇଁକା ମାର୍କେଟ କୁ ଇନଫ୍ଲୁଏନ୍ସ କରିପାରନ୍ତି, ବା ସିଏ ଯାହା ଏତେ ଭଲ୍ୟୁମ ରେ କିଣନ୍ତି ଯେ ମାର୍କେଟ ଇନଫ୍ଲୁଏନ୍ସ ହେଇଯାଏ। They do not have ulterior motive to do it. It's not a Hindenburg বা hedge fund ସେମାନେ ମାର୍କେଟ କୁ ମ୍ୟାନିପୁଲେଟ କରନ୍ତି। But large players they don't manipulate. ଆପଣ ୱେଲ୍ଥ କ୍ରିଏଟ କରିବା ପାଇଁ ନିଶ୍ଚିତ ଭାବରେ ଭଲ ଷ୍ଟକ୍ ରେ ଇନଭେଷ୍ଟ କରନ୍ତୁ ଫର ଲଙ୍ଗର ଟର୍ମ। I suspect you are younger, so you should be able to invest in good stocks and make multi-baggers. 5x, 10x, 15x, 20x ଆପଣଙ୍କୁ କାଢିବା ପାଇଁକା ଭଲ ଷ୍ଟକ୍ ଆନାଲିସିସ୍ କରିକି ଆପଣ ଆନାଲିସିସ୍ ପାଇଁକା ସେଥିପାଇଁ ଜ୍ଞାନ ଦରକାର। You need to understand fundamental analysis। ସେଥିପାଇଁ ଆପଣ ପଢାପଢି କରିବେ, ବେଶ ଭଲ କରିପାରିବେ। ଯଦି ଆପଣ ଲଙ୍ଗ ଟର୍ମ ଇନଭେଷ୍ଟ କରୁଛନ୍ତି ଦ୍ୟାଟ୍ସ ଲାଇକ୍ ଏ କ୍ରିକେଟ ଟେଷ୍ଟ ମ୍ୟାଚ୍। ଆଉ ଯଦି ଆପଣ ଅପସନ ଟ୍ରେଡ୍ କରୁଛନ୍ତି ଇଣ୍ଟ୍ରାଡେ ରେ ଦ୍ୟାଟ୍ସ ଲାଇକ୍ ଏ T20। ଦିଟା ଏକ କ୍ରିକେଟ ମ୍ୟାଚ୍ ବଟ୍ ଦେ ଆର୍ ଭେରି ଡିଫରେଣ୍ଟ ଇନ୍ ନେଚର। स्विंग ट्रेडिंग का सर वन डे हो हाँ, वन डे इंटरनेशनल 50 ओवर स्विंग ट्रेडिंग also is good, very good। ସେଥିପାଇଁ ପେସେନ୍ସ ଦରକାର। ଯଦି ଚାର୍ଟ ଦେଖିକି ଦିନ ସାରା ବସିବାର ଆବଶ୍ୟକତା ନାହିଁ। You spend around 15-20 minutes a day, that's good enough। କିନ୍ତୁ ସେ 15-20 minutes a day କରିବା ପାଇଁକା ଆପଣଙ୍କର ଡିପ୍ ଅଣ୍ଡରଷ୍ଟାଣ୍ଡିଂ ଅଫ ଟେକ୍ନିକାଲ ଆନାଲିସିସ୍ ଦରକାର। ଯଦି ଗୋଟେ ମୁଁ ଦେଖଉଛି ଆପଣଙ୍କୁ ଇଏଟେ ସ୍କାନରଟେ କୁ ଦେଖିକି ଆପଣ ବୁଝିପାରୁଥିବେ ଯେ ସେ ଲୋକର ମୁଣ୍ଡରେ କଣ ଚାଲିଥିଲା ଏଟା କରିବା ପାଇଁକା। ଇଫ୍ ଆଇ ଏମ୍ ଟ୍ରାଇଂ ଟୁ ଶୋ ୟୁ ସ୍କାନର, ଏଇଟାକୁ ଦେଖିକି ଆପଣ ଚାର୍ଟଟାକୁ କ୍ଲିୟରଲି ଦେଖିପାରୁଥିବେ। ଏଇଟାକୁ ଦେଖିକି ଆପଣ ପେନ୍ ଡ୍ର କରିଦେବେ ଯେ ଚାର୍ଟଟା କେମିତି ଦେଖାଯାଉଥିବ ବୋଲି। then only you can do well in swing trading। ତ ସେଥିପାଇଁ ଆପଣଙ୍କ ଟେକ୍ନିକାଲ ଆନାଲିସିସ୍ ରେ କମ୍ପ୍ଲିଟ କ୍ଲାରିଟି ଥିବା ଦରକାର। ଇଏ ଗୋଟେ ମୁଁ ଦେଖୁଛି କିଏ କଣ କରୁଛି, ଯାହା ବି ଲେଖିଛି ତାକୁ ଦେଖିକିରି ଆପଣ ପେନ୍ ଆଣ୍ଡ ପେପରରେ ଆପଣ ଡ୍ର କରିଥିବ ଚାର୍ଟ ଟାଇମ୍ ଦେଖାଉଥିବ ବୋଲି। ତାହେଲେ ଆପଣ ନିଜେ ସ୍କାନର ତିଆରି କରିପାରିବେ। ୱେଲ୍ଥ କ୍ରିଏଟ କରିବା ପାଇଁ ଆପଣ କାହାକୁ କପି କରିବା ଉଚିତ ନୁହେଁ, ନିଜର କରିବା ଉଚିତ। ନିଜର ପ୍ରୋସେସ କ୍ରିଏଟ କରିବା ଉଚିତ। ଠିକ ଅଛି, 8:30 ହେଇଗଲାଣି। ସୋ ୱିଲ୍ କ୍ଲୋଜ ଇଟ୍। ଯଦି ଆଉ କାହାର କିଛି ପ୍ରଶ୍ନ ନାହିଁ, ଯଦି ପ୍ରଶ୍ନ ଅଛି ତାର ଉତ୍ତର ଦେବି ମୁଁ। ନାଇଁ, ମତେ ଲାଗୁଛି କାହାର କିଛି ପ୍ରଶ୍ନ ନାହିଁ। ठीक है सर, ଆମେ wind up କରିବା। ଯିଏ ଯଦି ଚାହିଁବେ, ଯଦି କିଛି क्वेश्चन और इनक्वायरी और ये एक्सेल शीट जॉन सब्सक्रिप्शन नबा ପାଇଁ ଚାହିଁବେ, ତାହେଲେ ହଁ ମତେ କଲ୍ और मेसेज କରିଦେବେ। ମୁଁ ଡିଟେଲ୍ସ ପ୍ରୋସିଜର ଆପଣମାନଙ୍କୁ କହିଦେବି। କାଲି ହଁ କାଲି ଆଜି ତ ହବନି, କାଲି ଆପଣ କଲ୍ और मेसेज କରିପାରିବେ। କଲେ ଡିଟେଲ ସବସ୍କ୍ରିପସନ କେମିତି ନେବେ ମୁଁ ଆପଣମାନଙ୍କୁ ସବୁ କହିଦେବି। ହଁ, ଏଠି ମତେ ଅଞ୍ଜନ ବାବୁ ପଚାରିଛନ୍ତି ଯେ ଆଇ ୱାଣ୍ଟ ଟୁ ୟୁଜ ଇଟ୍, ହାଉ ଡୁ ଆଇ ମେକ୍ ଦି ସବସ୍କ୍ରିପସନ। ମୁଁ ଲେଖିଛି ଯେ ୟୁ ମେ କଣ୍ଟାକ୍ଟ ମି ଏଟ୍ ମାଇ ନମ୍ବର, ଆଇ गिव यू नंबर, और कॉल मिस्टर पवित्र ओझा फॉर दिस। ठीक ଅଛି, ठीक है ଠିକ ଅଛି, ଓକେ, ଥ୍ୟାଙ୍କ ୟୁ, ଗୁଡ୍ ନାଇଟ୍। थैंक यू सर गुड नाइट गुड नाइट सर। गुड नाइट।